ନମସ୍କାର। ଶୁଣନ୍ତୁ ମୋର ଆଉ ଗୋଟିଏ ନୂଆ ଗଳ୍ପ ସ୍ମୃତି 6ରୁ 46। ଇଏ ମୋ ନିଜସ୍ୱ କଥା। ସବୁ ଘଟଣା ଏକାବେଳେ କହିଦେଉଛି। ଭିଡ଼ିଓଟି ଟିକେ ଲମ୍ବା ହୋଇପାରେ, ଧୈର୍ଯ୍ୟ ଧରି ଶୁଣିବେ ବୋଲି ଆଶା କରେ। ଶୁଣନ୍ତୁ ମୋର ଗପଟିଏ। ମୁଁ ଏତେ ଅଦରକାରୀ ଥିଲି ଯେ ମୋ ବୋଉକୁ ମୋ ଜନ୍ମ ସମୟ ବି ଜଣା ନଥିଲା। ଜଣା ନ ଯିବାର କାରଣ ଏଇଟା କି ଏକ ତ ଅଶିକ୍ଷା, ଦ୍ୱିତୀୟତଃ ଘଣ୍ଟା ବି ନଥିଲା। ଅବଶ୍ୟ ସେତେବେଳେ ପ୍ରତ୍ୟେକ ଜିନିଷ ଆବଶ୍ୟକତା ଠାରୁ କମ୍ ମିଳୁଥିଲା। ଏମିତି ଜୀବନ ସେତେବେଳେ ମଣିଷ ବଞ୍ଚୁଥିଲା ଯେଉଁଥିରେ ମଣିଷ ମରିପାରିବନି କି ଜୀବନକୁ ଜୀବନ ଭଳି ବଞ୍ଚି ବି ପାରିବନି। ମୁଁ ଥିଲି ଯୌଥ ପରିବାରର ମଣିଷ। ବାପା, ବୋଉ, ଦାଦା, ଖୁଡ଼ୀ, ଜେଜେମା, ଭାଇ, ଭଉଣୀ ଆମେ ମିଶି 15 ଜଣ ଥିଲୁ। ଜନ୍ମ ହେବା ବେଳକୁ ଜେଜେ ମରିଯାଇଥିଲେ। ସେତେବେଳେ ଅଭାବ ପାଇଁ ଘରେ ଘରେ ଝଗଡ଼ାଝାଟି ହେଉଥିଲା। କିନ୍ତୁ ଏକା ରହିଲେ ଅଧିକ ଖାଇବୁ, ଭଲ ଖାଇବୁର ଭାବନା କାହା ମନକୁ କେବେ ପ୍ରାୟ ଆସୁନଥିଲା। ଏତେ ଅଭାବ କହିଲେ ନ ସରେ। ସତ କହିବାକୁ ଗଲେ ପ୍ରତିଦିନ ସଠିକ୍ ସମୟରେ ଖାଇବାକୁ ବି ମିଳେ ନାହିଁ। କେତେ ଯେ ଉପାସ ରହିଛି ମଣିଷ ତାହାର ହିସାବ କେହି ରଖିନି। କିନ୍ତୁ ପରିବାର ଠାରୁ ଅଲଗା ହେବାକୁ କେହି କେବେ ଚାହିଁବା ମୁଁ ଦେଖିନି। ଏମିତି କଥା ସେତେବେଳେ କାହା ମନକୁ ଏଇଥିପାଇଁ ଆସୁନଥିଲା। ବୋଧହୁଏ ସେତେବେଳେ ସବୁ ଅଭାବରେ ବି ଏ ଚାଲାକିପଣଟା ଅଭାବ ଥିଲା। ବାପା କିମ୍ବା ବୋଉ ବୃଦ୍ଧ ହୋଇ ଅଚଳ ହୋଇଗଲେ ବିଦେଶରେ ଚାକିରି କରୁଥିବା ପୁଅମାନେ ଚାକିରି ଛାଡ଼ି ଦେଇ ଘରକୁ ପଳାଇ ଆସିବାର ମୁଁ ଦେଖିଛି। କିନ୍ତୁ ବୃଦ୍ଧାଶ୍ରମ କଥା କେବେ କାହାରି ମନକୁ ଆସୁନଥିଲା। କେତେ ଲୋମହର୍ଷଣକାରୀ କାହାଣୀ ଜେଜେମା ଆଉ ବଡ଼ ଭାଇ ଭଉଣୀମାନଙ୍କ ସହ ପଡ଼ୋଶୀମାନେ ବି କୁହନ୍ତି, ଶୁଣିଲେ ଭୋକ ଶୋଷ ବନ୍ଦ ହୋଇଯାଏ। ଏମିତି ଆଖି ଦୃଶିଆ ଭୂତ କାହାଣୀ ସେମାନେ କହିବେ ଯେ ରାତି ଗୁଡ଼ାକ ବୋଉ କାନି ତଳେ ଗେଞ୍ଜି ହୋଇ ବିଳି ବିଳି ହୋଇ ପାଇଯାଏ। ତାଙ୍କ ଉପସ୍ଥାପନା ଶୈଳୀ ଏମିତି ଯେ ଲାଗେ ଯେମିତି ସେ କାହାଣୀରେ ମୁଁ ନିଜେ ଗୋଟିଏ ପାତ୍ର। ଏତେ କାହାଣୀ ଶୁଣିଛି କାହିଁ କେବେ ମୁଁ ମୋ ଛୋଟବେଳେ ଦର୍ଶନ କାହାଣୀ କେବେ କାହାଠାରୁ ଶୁଣିନି। ସେତେବେଳେ ଏ କାହାଣୀ କାହାକୁ ଜଣା ନଥିଲା ବୋଧହୁଏ। ମୋ ସମୟରେ ସାହି ପଡ଼ିଶା, ବନ୍ଧୁବାନ୍ଧବ ଏମିତିକି ଗୋଟିଏ ଫେରିବାଲା ଆସିଲେ ବି ତାକୁ ଅତିଥି ଦେବ ଭବର ସମ୍ମାନ ବ୍ୟତୀତ ଅନ୍ୟ କିଛି ଭାବନା ମନକୁ ଆସେନା। ବାପା ମାନେ ଗୋଟିଏ ଅଣ ଆବିଷ୍କୃତ ମଣିଷ ଆମ ବେଳର ସମସ୍ତଙ୍କ ପାଇଁ ଥିଲେ। କେବଳ ଆମେ ତାଙ୍କୁ ଦେଖୁ, ସେ ଚଲାବୁଲା କରୁଛନ୍ତି, ଆମ ପରି ଖାଉଛନ୍ତି, ଗପୁଛନ୍ତି, ଆମ ଆବଶ୍ୟକତାକୁ ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। କିନ୍ତୁ ସେ କ'ଣ ଚାହାନ୍ତି, ତାଙ୍କର ଆବଶ୍ୟକତା କ'ଣ, ସେତିକି ଜାଣିବାର କ୍ଷମତା ମୋ ଅମଳରେ କୌଣସି ପିଲାର ନଥିଲା। ବୋଉ ବାଡ଼େଇ ପକାଇବ ସେଗୁଡ଼ାକ ଖାତିର ନଥାଏ। କିନ୍ତୁ ନ ବାଡ଼େଇ ଯଦି ଖାଲି ଏତିକି କହିଲା, ରହ ତ ବାପା ଆସନ୍ତୁ ସବୁ କହୁଛି, ସେଇଠୁ ସରିଲା ସବୁ। ଅଭାବ କେବଳ ଧନର ଥିଲା। ମାନ, ସମ୍ମାନ, ସ୍ନେହ, ଶ୍ରଦ୍ଧା, ମମତା ଦେବା ନେବା ଆଉ କେଉଁଥିରେ ବି ଅଭାବ ନଥିଲା। ପଡ଼ୋଶୀର ମାର୍ମିକ ଅର୍ଥ ହାତ ପାହାନ୍ତରେ ଥିବା ଈଶ୍ୱର ବୋଲି ଆମକୁ ବୁଝାଯାଇଥିଲା। ଆମ ଘର ଭିତରେ ଉପୁଜୁଥିବା ସମସ୍ୟା ସବୁକୁ ଆମେ ସମାଧାନ କରି ନ ପାରିଲେ ଆମ ଘର ବା ଚାରିପଟେ ଥିବା ଈଶ୍ୱରମାନଙ୍କ ସାହାଯ୍ୟ ବିନା ଦ୍ୱିଧାରେ ନେଇପାରି ବୋଲି ଆମେ ବିଶ୍ୱାସ କରୁଥିଲୁ। ଆମ ପଡ଼ିଶାରେ ଯେତିକି ଲୋକ ରହୁଥିଲୁ ସେମାନେ ସମସ୍ତେ ପରସ୍ପର ପ୍ରତି ପରସ୍ପରର ଈଶ୍ୱର ମନୋଭାବ ରଖି ଚଳୁଥିଲୁ। ଆମ ବେଳେ ସମସ୍ତେ ମିଳିମିଶି କାମ କରିଦେଉଥିଲେ। ସ୍ୱାର୍ଥର ଭାବନା ଏତେ ପ୍ରଭାବିତ କରିନଥିଲା। ଏବେ ତ ପଡ଼ୋଶୀର କ'ଣ ହେଉଛି ପଡ଼ୋଶୀ ନିମନ୍ତ୍ରଣ ନ କଲା ପର୍ଯ୍ୟନ୍ତ ଜଣାପଡ଼ୁନି। ଆମ ବେଳେ ଆମର କ'ଣ ହେଲେ ପଡ଼ୋଶୀ ଆଗ ଆସି କେମିତି ହେବ, କ'ଣ କରିଲେ ଭଲ ହେବ ଆଉ ସୁରୁଖୁରୁରେ ହୋଇପାରିବ ତାହା ତାଙ୍କ ତରଫରୁ ଡାକି ଦେଇ କହିଦେଉଥିଲେ। ରଜ, କୁମାର ପୂର୍ଣ୍ଣିମାରେ ଝିଅମାନଙ୍କୁ ନିଜ ଘରେ ଖାଇବା ପାଇଁ କିମ୍ବା ରହିବା ପାଇଁ ତର ନଥିଲା। ବଡ଼ ମିଠା ସ୍ମୃତି ସେ ବେଳର। ସତରେ କ'ଣ ସେ ଦିନ ଆଉ ଫେରିବ? ଦିନ ଖେଳି ଘରକୁ ଡେରିରେ ଫେରିଲେ ବି କାହାର ଚିନ୍ତା ହେଉନଥିଲା।
ବିଶ୍ୱାସରେ ରହିଯାଇଥିଲେ ହଁ କାହା ଘରେ ଖେଳୁଥିବ ତ, ନହେଲେ କାହା ବାରିରେ ଡେଉଁଥିବ, ସନ୍ଧ୍ୟା ହେଲେ ବଳେ ଫେରିବ ନାହିଁ କି? ସେ ବିଶ୍ୱାସର ବେଳକୁ ସତ ଚେଷ୍ଟା କରିଲେ ବି ଫେରାଇ ଆଣି ହେବନି। ପାଠପଢ଼ା ଆରମ୍ଭରୁ ମୋର ହୁଏନି। ଉପରେ ମୁଁ ଏତେ ଦୁଷ୍ଟ ଯେ ନ କହିଲେ ଭଲ। ପିଠି ଫାଟି ଯାଇଛି ଛାଟ ବାହାରରେ। କିଛି ନିଜର ଭୁଲ ଥାଏ, କିଛି ଆଗରୁ ଯେଉଁ ଦୁଷ୍ଟାମିର ପରିଚୟ ହୋଇଯାଇଛି ସେଥିପାଇଁ, ଆଉ କିଛି ଗୁରୁଜନଙ୍କର ଅବୁଝାପଣ ପାଇଁ ବି ମୁଁ କୁଟା ଖାଏ। ହଜାର ଘଟଣାରୁ ଗୋଟାଏ ଘଟଣା କହୁଛି, ଶୁଣନ୍ତୁ। ମୁଁ ତୃତୀୟରେ ପଢ଼ୁଥିଲି, ସେତିକିବେଳେ ଗୋଟେ ନୂଆ ସାର୍ ବଦଳି ହୋଇ ଆସିଲେ। ସେ ସାର୍ ଏତେ ରାଗି କୁହନ୍ତୁନି, କୁହନ୍ତି କଣ ମାରନ୍ତି ବେଶୀ। ବସି ବସି କହିଲେ, ଶ୍ରୁତ ଲେଖୁଣି ଡାକୁଛି ଲେଖ। ଦୁର୍ଭାଗ୍ୟ ମୋର ଯେ ସେଦିନ ମୋ କଲମ ଚାଲୁନଥିଲା। ସାର୍ ଯେତେବେଳେ ଖାତା ମାଗିଲେ ଦେଖିବା ପାଇଁ, ମୁଁ ତ ଲେଖିନି ଦେବି କ'ଣ, ମୋର ଭୁଲ ନାହିଁ, ମୋର ଖାତା ନାହିଁ। ଦେଖିବା ମାତ୍ରେ ପିଟି ଚାଲିଲେ, ହାତ ଗୋଡ଼ ନୋଳା ଫାଟିଗଲା। ଯେତେ କହିଲି କଲମ ନାହିଁ, ସେ ଶୁଣିବାକୁ ନାରାଜ। ଘରକୁ ଆସିଲି, ଘରେ ଦେଖି କହିଲେ ଠିକ୍ ହୋଇଛି, ସବୁଦିନ ଏମିତି କୁଟା ଖାଇଲେ ବାଟକୁ ଆସିଯିବ। ପରଦିନ ସ୍କୁଲ ଯିବାକୁ ଘରୁ ଆସି ବାଟରେ ଲୁଚିଲି। ମାଡ଼ ମନେ ପଡ଼ିଯାଉଥିଲା, ଲୁଚିବି କ'ଣ, ଧରା ପଡ଼ିଲି। ପୁଣି କୁଟା ଖାଇଲି, ଏପଟେ କୁଟା ସେପଟେ କୁଟା। ତେବେ କ'ଣ କରିବି ଆଉ ସ୍କୁଲ ନ ଯାଇ, କହିଲେ। ସେଦିନ ଆଉ ସ୍କୁଲ ବନ୍ଦ କଲେନି। ଘରେ ଅଭାବ, ସେଥିପାଇଁ କଲମ ସବୁବେଳେ ଅଭାବ ପଡ଼େ। ଯେଉଁ ଦୋଷ ମୋର ନୁହେଁ, ମୁଁ ସେଥିପାଇଁ ମାଡ଼ ଖାଇଲି। ଶିକ୍ଷକ ଯଦି ପଚାରି ବୁଝିଥାନ୍ତେ ପ୍ରକୃତରେ ମୁଁ କାହିଁକି ଲେଖିପାରିଲିନି, ସେଦିନ ହୁଏତ ଶିକ୍ଷୟିତ୍ରୀମାନଙ୍କୁ ଏତେ ଅଣଦେଖା କରିନଥାନ୍ତି। ସେଦିନ ଠାରୁ ସମସ୍ୟାକୁ ଠିଆ ହୋଇ ପ୍ରାୟ କହିବାକୁ ଚେଷ୍ଟା କରେ। ସେତେବେଳେ ମୋର ଫାଉଣ୍ଟେନ୍ ପେନ୍ ଥିଲା, ସେଥିରେ କାଳି ଗଦା ହୋଇ ପଡ଼ୁଥିଲା ତ କେତେବେଳେ ନିମୋଟା ହୋଇଯାଉଥିଲା ଘୋରି ହୋଇ ହୋଇ। ଭାରି ଦୟନୀୟ ଅବସ୍ଥା ମୋର ଥିଲା। କିନ୍ତୁ ପଢ଼ିବା ସେଦିନ ଠାରୁ ସମସ୍ୟାକୁ ଠିଆ ହୋଇ ପ୍ରାୟ କହିବାକୁ ଚେଷ୍ଟା କରେ। ସେତେବେଳେ ମୋର ଫାଉଣ୍ଟେନ୍ ପେନ୍ ଥିଲା, ସେଥିରୁ କେତେବେଳେ କାଳି ଗଦା ହୋଇ ପଡ଼ୁଥିଲା ତ କେତେବେଳେ ନିମ୍ ମୋଟା ହୋଇଯାଉଥିଲା ଘୋରି ହୋଇ ହୋଇ। ଭାରି ଦୟନୀୟ ଅବସ୍ଥା ଥିଲା। କିନ୍ତୁ ମୋର ପଢ଼ିବା ସମୟରେ ପଢ଼ିବାର ସବୁ ସରଞ୍ଜାମ ନଥିଲା, ମୋର ପୁଣି ପାଠ ବି ହେଉନଥିଲା, କି ମୋତେ କେହି ବୁଝୁନଥିଲେ। କେମିତି ପଢ଼ିବି କହିଲେ? ଆମେ 10ଟା ପିଲା ଥିଲୁ, ଉପର ଅଭାବ, ପୁଣି ବୋଉ ଚାଟଶାଳୀ ଫେରନ୍ତା, ସିଏ କ'ଣ ପଢ଼େଇବ? ସବୁ ପିଲାଙ୍କ ଉପରେ ଥରେ ନଜର ବୁଲେଇ ଆଣିବା ବେଳକୁ ତାକୁ 15 ମିନିଟ୍ ସମୟ ଲାଗୁଥିବ। ଆଉ କେଉଁ କାମ କରିବ କ'ଣ? ପ୍ରକୃତରେ ମୋର ପାଠ ହେଉନଥିଲା, ତ ସେଥିପାଇଁ ପାଠର ଯାବତୀୟ ଉପକରଣ ଗୁଡ଼ିକ ମୋତେ ଡରାନ୍ତି। ମୁଁ ସ୍କୁଲକୁ ଯାଏ କେବେ କେମିତି ମଟର ଭଜା, ସୋଲା ଭଜା ଖାଇବା ଆଶାରେ। କାରଣ ସ୍କୁଲକୁ ଗଲେ ସବୁଦିନ ନହେଲେ ବି କେବେ କେମିତି 50 ପଇସା 25 ପଇସା ମାଗିଲେ ଘରେ ଦିଅନ୍ତି। ଘରେ ରହିଲେ କାମ କରିବାକୁ ପଡ଼ିବ, ପୁଣି ପଇସା ବି ମିଳିବ ନାହିଁ। ଛୁଆବେଳେ କେଉଁଠି ମୁଣ୍ଡ ମାଡ଼ ହୋଇଯାଇଥିଲା କି କ'ଣ ମୋର କେଜାଣି, କାହାକୁ ଠିକ୍ରେ ମନେ ପକାଇ ପାରେ ନା। ବାର ବାର ଲଗାତାର ନ ଦେଖିଲେ ମୁଁ ଜାଣିପାରେ ନା କୌଣସି ଲୋକକୁ। ମୁଁ ରଙ୍ଗ ଭିତରେ କେବଳ 7 ପ୍ରକାର ରଙ୍ଗ ହିଁ ଜାଣିଛି। ଏବେ ଯେଉଁ ରଙ୍ଗକୁ ରଙ୍ଗ ମିଶାଇ ନୂଆ ରଙ୍ଗ ସବୁ ବାହାର କରୁଛନ୍ତି, ସେଗୁଡ଼ା ମୁଁ ଜାଣିପାରୁନି, ବୁଝି ବି ପାରୁନି ସେ କ'ଣ। ପ୍ରକୃତି ଯେମିତି ବିକୃତ କରି ଗଢ଼ିଲା, ତାଠାରୁ ଅଧିକ ବିକୃତି ମୁଁ ନିଜକୁ ନିଜେ ବି କରିଦେଲି। ମୋ ଉପରେ ଭାଇ ଭଲ ପଢ଼ୁଥିଲା, 7ମରେ ସେ O ଗ୍ରେଡ୍ ପାଇଥିଲା। ଭାଇକୁ ଦେଖି ସାର୍ ଭାବିଥିଲେ ମୁଁ ବି ଭଲ ପଢ଼ୁଥିବି, ଦେଖିଲା ବେଳକୁ କଚୁ। ହଁ, ଏଇଟା ସତ କଥା କି ଦିଆଯାଉଥିବା ଦୈନିକ ପାଠ ସବୁ କରିକି ଦେଖାଏ। ସେ ପାଇଁ ମୁଁ କେବେ ମାଡ଼ ଖାଇନି। ମୋତେ ତ ଲାଗୁଛି ଯେତିକି ମାଡ଼ ମୁଁ ଖାଇଛି ସବୁ ଅଯଥାରେ ଖାଇଛି। ସେବେ ଯେବେ କିଛି ବୁଝିପାରୁନଥିଲି, ସାର୍ଙ୍କୁ କହିବି ସାର୍ ମୁଁ ବୁଝିପାରିଲିନି, ସାର୍ ଆଗେ 2 ପାହାର ଥୋଇଦେବେ, କହିବେ କ'ଣ ଅଛି ଏଥିରେ ବୁଝିପାରିଲୁ ନାହିଁ? ପାଠରେ ସିନା ମୁଣ୍ଡ ରହିଲେ ବୁଝନ୍ତୁ, ମୁଣ୍ଡରେ ତ ଖେଚଡ଼ା ପାଇଁ ପଶିଛି, ଆଉ କ'ଣ ବୁଝିବୁ? ଏତେ କଥା କହି ମାଡ଼ ଦେଇ ସାରିଲା ପରେ ମୁଣ୍ଡରେ କେମିତି ପାଠ ବସିବ କହିଲେ? ଯେମିତି ମୁଁ ବୁଝିପାରିବି ସେମିତି ବୁଝେଇଲେ ସିନା ବୁଝିବି, ତାଙ୍କ ନିଜସ୍ୱ ଧାରାରେ ପଢ଼େଇଲେ ମୁଁ କେମିତି ବୁଝି ଧରିପାରିବି କହିଲେ?
ପୁଣି ଯିଏ କ୍ଲାସ୍ରେ ଭଲ ପଢ଼ିଥିବ ତାରି କଥା ସବୁବେଳେ କହୁଥିବେ, ତାରି ପ୍ରଶଂସା କରି କରି ଥକି ଯାଉନଥିବେ। ଏ କ'ଣ ଗୋଟିଏ କଥା? ପିଲାକୁ ବୁଝି ତା ବୁଝିବାର କ୍ଷମତାକୁ ଦୃଷ୍ଟିରେ ରଖି ପଢ଼େଇଲେ ସିନା ପିଲା ବୁଝିବ। ନହେଲେ ତ ଯିଏ ଗଧ ସେ ପାକଳ ଗଧ, ଆଉ ଯିଏ ପାଠୁଆ ସେ ବିରାଟ ପାଠୁଆ ହୋଇ ବାହାରିବ। ମୁଁ କ'ଣ ହୋଇଥିବି ସମସ୍ତେ ଜାଣିସାରିବେଣି। ପିଲାକୁ ଗଧ କରାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅହଙ୍କାରୀ ସ୍ୱଭାବ ବି ଅନେକାଂଶରେ ଦାୟୀ ଥିଲା ବୋଲି ମୋତେ ଲାଗୁଥିଲା। ମୋ ପିଲାଦିନକୁ ନେଇ ଅନେକ ଖଟା ମିଠା ନୁହେଁ, ପୁରା ଜଲଜିରା ଅନୁଭୂତି ମୋର। ଯାହା ମନେ ପକାଇ ପାରିବି ମନେ ପକାଇ କହିବି, ଶୁଣନ୍ତୁ ଖାଲି। ପ୍ରକୃତ ଅଭାବ ଯାହାକୁ କୁହନ୍ତି ସେମିତି ଅଭାବ ଆମର ଥିଲା। ଯିଏ ଯେତିକି ବାରେ ସେତିକି କାମ କରିବାକୁ ଆମେ ସମସ୍ତେ ବାଧ୍ୟ ଥିଲୁ। ଆମର କିଛି ବି ନଥିଲା, ଖଟିବୁ ଖାଇବୁ। ବାପା ଅଧାରୁ ଚାକିରି ଛାଡ଼ିଦେଲେ, ଦାଦା ଶୀତରେ ସକାଳୁ ଉଠି ଚାକିରିକୁ ଯାଇପାରିବେ ନାହିଁ ବୋଲି ଚାକିରି ଛାଡ଼ିଦେଲେ। ତେବେ କୁହନ୍ତୁ ଅଭାବ ଆମକୁ ହେବନି କାହାକୁ ହେବ? ବୟସ ହେବା ପୂର୍ବରୁ ଭାଇମାନେ ବଡ଼ ହୋଇ ଦାୟିତ୍ୱ ନେଇଥିଲେ। ସେତେବେଳେ ଭାବ କାହାର ନଥିଲା, ଯାହାକୁ କୁହନ୍ତି ଆମେ ସବୁ BPL ଥିଲୁ। ସେ ଯୁଗରେ ଏବେ ଯିଏ ଅଛନ୍ତି ସବୁ ମିଛ BPL। ହଁ, ଏବେ BPL ବ୍ରାଣ୍ଡ ଗୋଟିଏ ଅଛି। ଘରୁ ଆଳୁ ଚକଟା, ସଜନା ଶାଗ ଭଜା ଆଉ ପଖାଳ ଖାଇ ସ୍କୁଲକୁ ଯାଇଥିବୁ, ଫେରିବୁ 4:30ରେ। ଘରକୁ ଫେରିବା ପରେ ସେମିତି କିଛି ଆଜିକାଲିକା ମାଆମାନଙ୍କ ପରି ଆମ ବୋଉମାନେ ସ୍ନେହରେ ଝଳି ପଡ଼ନ୍ତିନି। ଘରକୁ ପଶୁ ପଶୁ ଆଗ ବରାଦ କରି ଦିଆଯାଏ ଯେ ଖାଇ ପିଇ ଜଲ୍ଦି ଆସ, ଜାଳ ଭାଡ଼ିଟା ଖଣ୍ଡିଆ ହୋଇ ପଡ଼ିଛି, ବର୍ଷା ହେଲେ ପାଣି ପଶିଯିବ, ତାକୁ ଆଗେ ସଜାଡ଼ି ଦେବା। ସେ ବେଳର ପରିସ୍ଥିତି ଭାରି ନିଷ୍ଠୁର ଥିଲା। ମୋତେ ଲାଗୁଥିଲା ଯେମିତି ସେତେବେଳେ କେହି କାହାକୁ ବୁଝୁନଥିଲେ। ପ୍ରକୃତରେ ମୁଁ ଡେରିରେ ବୁଝିଲି କି ବସିକି ଖାଇବା ପରିସ୍ଥିତି ଆମର ନଥିଲା। ଆମ ସାହିରେ 8-10 ଜଣ ଆମେ ସମବୟସ୍କ ପିଲା ଥିଲୁ। ସମସ୍ତଙ୍କ ଘରର ପ୍ରାୟ ସମାନ ଅବସ୍ଥା ଥିଲା। ଆମ ଅବସ୍ଥା ଟିକେ ବେଶୀ ଖରାପ ଥିଲା। ଆମର ବେଶୀ ପିଲା ଥିଲେ ନା, ସେଥିପାଇଁ ଅଭାବଟା ପୁରା ବାରି ହୋଇ ପଡ଼ୁଥିଲା। ପେଟର ଭୋକକୁ ପୁରା ପରିବାରର ପୁରା ଦିନର ଖଟଣି ବି ଦିନେ ଦିନେ ପୁରା କରିପାରୁନଥିଲା। ମୋ ବେଳର ସବୁ ଛୁଆ ଆମେ ଚୋର ଚୋରଣୀ ଥିଲୁ। ମାନେ କିଛି ଅଲଗା ନୁହେଁ ମ, କାହା ବାଡ଼ିରେ କୋଳି, କାହା ବାଡ଼ିରେ କଇଁଆ, ଏମିତି ଚୋରି କଳା ଅଳ୍ପ ବହୁତ ସମସ୍ତଙ୍କୁ ଜଣାଥିଲା। କିଏ ଧର ପଡ଼ିଯାଏ, କିଏ ପଡ଼େ ନା। ଆମ ଘରେ କିଏ ଆସି ଯଦି ଜଣେଇ ଦେଲେ ଇଏ ସାମାନ୍ୟ ଚୋରି ପାଇଁ ବି ଘରେ କୁଟି ପକାନ୍ତି। ମୁଁ ତ ବେଶୀ ଆଉ ସବୁବେଳେ କୁଟା ଖାଏ। କେଉଁଠି କାହା ସହ ମରାମରି ହେଲେ କେହି ଆସି ଯଦି ଘରେ କରନ୍ତି, ସେଥିରେ ବି କୁଟି ପକାନ୍ତି। ମୁଁ ଏ ଯାଇ ବୁଝିପାରିଲି ନାହିଁ କି ଘର ଲୋକ କ'ଣ ପାଇଁ ଅନ୍ୟମାନଙ୍କ କଥା ଶୁଣି ମୋତେ କିମ୍ବା ଆମକୁ ମାରନ୍ତି। ଥରେ କାହିଁକି ପଚାରି ବୁଝନ୍ତି ନାହିଁ କି ଘଟଣାଟା କ'ଣ ବୋଲି। ସେତେବେଳେ ମୁଁ ଏଇଥିପାଇଁ ବି ରାଗେ କି କେହି କାହାକୁ କ'ଣ ଖାଲିଟାରେ ମାରିଛି, ସେ କଥା ନ ବୁଝି କୁଟି ଦେବେ। ପ୍ରଥମେ ବୁଝ ତ ଘଟଣାଟା କ'ଣ। ନା, ଗୁରୁଜନଙ୍କୁ ତ ଉତ୍ତର ନାହିଁ, ଆଉ କ'ଣ କରିବା। ସେଦିନଟା ଖରାଦିନର ଦିନ ଥିଲା। ସ୍କୁଲ ଖରାଦିନେ ସକାଳୁ ହୁଏ, ସେଥିପାଇଁ କାମ ସାରିବା ପରେ ବି ଖେଳିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳେ ବୋଲି ଆମ ଅଭିଭାବକମାନଙ୍କୁ ଲାଗୁଥିଲା। ଆମକୁ ନୁହେଁ, ସମୟ ଆମକୁ ନିଅଣ୍ଟ ହିଁ ପଡ଼ୁଥିଲା ଖେଳିବାକୁ। ପୁଣି ବାପା ଯେଉଁ ପରିବାକୁ ସବୁ ଲଗେଇଥିଲେ ସେଥିରେ ପ୍ରତ୍ୟହ ପାଣି ଦେବାକୁ ପଡ଼ୁଥିଲା। ପୋଖରୀରୁ ବାଲ୍ଟି ଗରା ସବୁ ଧରି ପାଣି ନେଇ 2 ଗୁଣ୍ଠୁ ସରିକି ଏରିଆ ହେବ ପାଣି ଦେବାକୁ ପଡ଼ୁଥିଲା। ଠିକ୍ରେ ଖେଳ ଜମିବାର ସମୟରେ ପାଣି ଦେବାକୁ ପଡ଼ୁଥିଲା। ମନର ସେ ଛକା ପଞ୍ଜା ପରିସ୍ଥିତି କେମିତି ଲାଗେ ସେ କଥା ନା ଦେଖି ହୁଏ, ନା ଦେଖେଇ ହୁଏ, ନା ବୁଝି ହୁଏ, ନା ବୁଝେଇ ହୁଏ, କେବଳ ସହିବାକୁ ପଡ଼େ ସେ ପରିସ୍ଥିତିଟାକୁ। ଚାଷରୁ କିଛି ପଇସା ବାହାରେ। ଆମର ଗାଈ ବି ଥିଲେ, ପୁଣି ନଡ଼ିଆ ଗଛ 50ଟା ଭଳିଆ ଥିଲା। ଚାଷ ଜମି ଏତେ ନଥିଲା, ଯେତିକି ଚାଷ ହୁଏ ସେତିକିରେ ଆମେ 3 ମାସ ଜମା ଚାଉଳ ଖାଉ। ବାକି ଦିନ ଚାଉଳ କିଣା ହୁଏ। ଗରିବଙ୍କୁ ଚାଉଳ କିଣା ମାରିଦିଏ। ଚାଉଳ କିଣା ପାଇଁ ଆମର ସବୁବେଳେ ନିଅଣ୍ଟିଆ ପରିସ୍ଥିତି ହିଁ ଲାଗି ରହୁଥିଲା। ଟିକି ଘଟଣା ଗୁଡ଼ାକ ଗୁନ୍ଥି ହୋଇ ହୋଇ ମୋତେ 6ରୁ 46 ବର୍ଷର କରିଦେଲେଣି। ଏହା ଭିତରେ ମୋତେ ଜଣା ନାହିଁ। ସବୁ ଭିତରେ ଗୋଟିଏ ସମୟ ଶିଖେଇ ଦେଇଥିଲା କି ଗରିବ ହଉ କି ଧନୀ, ସମୟର ସ୍ୱ ସମସ୍ତଙ୍କ ପାଇଁ ସମାନ। ଅଣଓସାରିଆ ରାସ୍ତାରେ
ଖରାଦିନେ ସ୍କୁଲକୁ ଯିବା ଆସିବା କରିବା ସମୟରେ ମୁଁ ଚାଲେ କମ୍, ଖପ ଖପ ଡିଏଁ ଅଧିକ। ସେତେବେଳେ ହୁଏତ କେହି ବୁଝୁନଥିବେ ଯେ ମୁଁ ଡେଇଁବାର କାରଣଟା କ'ଣ। ଘରେ ଆସି କେତେଥର କେତେଜଣ କହିଛନ୍ତି କି ତମ ଝିଅ ଏକା ଯିବା ସମୟରେ ବି ଡେଇଁ ଡେଇଁ ଯାଉଛି। ସେଥିରେ ବି ଘର ଲୋକ ପରିସ୍ଥିତିକୁ ବୁଝିବାକୁ ପଚାରି ନଥିଲେ ମୋ ଡେଇଁବାର କାରଣ କ'ଣ। ସେ ସମୟରେ ମୁଁ ବି କାହାକୁ ଉତ୍ତର ଦେବାକୁ ଇଚ୍ଛା କରିନଥିଲି। ରାଗରେ ଖାଲି କାନ୍ଧରେ ପକାଇଥିବା କପଡ଼ା ବ୍ୟାଗକୁ କଚାଡ଼ି ଦେଇ ବାଡ଼ିକୁ ଉପାସରେ ଚାଲି ଯାଇଥିଲି। କାହାକୁ କହିବି ଖରାରେ ଗୋଡ଼ ପୋଡ଼ିଯାଏ ବୋଲି ମୁଁ ଘାସ ବୁଦାକୁ ଡେଇଁ ଡେଇଁ ଯାଏ, ନହେଲେ ମୋର ବି କୌଣସି ସଉକ ନଥାଏ ଯେ ଡେଇଁ ଡେଇଁ ଯିବାକୁ। ଘର ଲୋକ କିଛି ବୁଝୁନଥିଲେ ବୋଲି ମୋ ରାଗ ବଢ଼ିଯାଉଥିଲା। ବେଳେବେଳେ ଲାଗୁଥିଲା ସବୁ ଛାଡ଼ି ଦେଇ କୁଆଡ଼େ ପଳାନ୍ତି। ମୁଁ ଘରେ ପ୍ରାୟତଃ ରୁହେ ନା। ବାଡ଼ିରେ ଗଛ ମୂଳେ ବସିବାକୁ ମୋତେ ଭଲ ଲାଗୁଥିଲା। କାମ ଥିଲାବେଳେ ମାଲୋ କାମ ସରିଗଲେ ତାଙ୍କର ଅସଲ ରୂପ ଦେଖିକି ମୋତେ ଏତେ ଚିଡ଼ି ଲାଗେ ଯେ ମୁଁ ନିଜକୁ କେଉଁଠି ଖାପ ଖୁଆଇପାରେନି। ସେଥିପାଇଁ ସାହି ପଡ଼ିଶା ବନ୍ଧୁବାନ୍ଧବ କାହାରି କୌଣସି ବି ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୁଏନି। ମୁଁ ମୋତେ ଏସବୁରୁ ଦୂରେଇ ରଖୁଥିଲି। ସେଇଟା ମୋର ଅଭ୍ୟାସ ହୋଇଗଲା। କହିବାକୁ ଲାଜ ଲାଗୁଥିଲା। ଏବେ ବି ସଂକୋଚ ବୋଧ କରେ କହିବାକୁ କି ଆମର ପିନ୍ଧିବାକୁ ବି ପର୍ଯ୍ୟାପ୍ତ ପୋଷାକ ନଥିଲା। ବନ୍ଧୁବାନ୍ଧବମାନଙ୍କ ପାଲଟା ଡ୍ରେସ୍ ଆମେ ପିନ୍ଧିଛୁ। ଅଭାବ ମୋତେ ବାଧେନା, ବାଦେ ଘର ଲୋକଙ୍କ ଅବୁଝାପଣଟା। ସ୍କୁଲମାନଙ୍କରେ ଯେବେ ଖେଳ ପ୍ରତିଯୋଗିତା ହୁଏ ମୁଁ ଭାଗ ନିଏ। ଖେଳ ପୂର୍ବରୁ ଯେବେ ଘରେ ଅଭ୍ୟାସ କରେ ସେବେ ପଡ଼ୋଶୀ ଘରର ଗୋଟେ ବୁଢ଼ୀ ଆସି ବଡ଼ ପାଟିରେ ଚିଲ୍ଲାଏ ମୋ ଉପରେ। ମୁଁ କିଛି ଉତ୍ତର ଦେନା। ମୁଁ ଉତ୍ତର ଦେବାର ମାନେ ଖାଲି ଗାଳି କରିବା। ସେଥିପାଇଁ ନିଜକୁ ସଂଯତ କରି ରଖେ। ସେ ଆସି ଘରେ ବାପା, ଭାଇ, ବୋଉ ସମସ୍ତଙ୍କ ଆଗରେ ମୋତେ କୁହେ, ହଁ ବଢ଼ିଲା ଝିଅ, ଦେଖ କେମିତି ଡେଉଁଛି, ଭାରି ଭଲ କହିବେ ଆଉ। ହଁ ମୋ ପ୍ରଫୁଲ୍ଲ ମହାନ୍ତି ଝିଅ ନା, ନାଁ ବିକା ଆସିବ ଏମିତି ଡେଇଁ ଡେଇଁ ଆଉ। ବାପା କିଛି କୁହନ୍ତି ନାହିଁ। ବୋଉ ପାଟି କରେ, କୁହେ ନ ଖେଳିଲେ କ'ଣ ହୁଅନ୍ତା ନାହିଁ। ମୁଁ କୁହେ ନା ମୋର ହବନି, ମୁଁ ଖେଳିବି। ସେ ବୁଢ଼ୀ ଘୋଡ଼ି ଅଣ୍ଡିରି ଆଉ କେତେ କ'ଣ କୁହେ, ମୁଁ କିଛି ଶୁଣେନି। ଯଦି କେବେ ବୁଢ଼ୀକୁ କିଛି କହିଲି ତେବେ ଭାଇ ମୋତେ ପାଟି କରି କହିବ, ପାଠ ଘର ତ ଶୁଣ, ଆଉ ସବୁ ଆଡ଼କୁ ଆଗ କର, ସବୁ ବନ୍ଦ କର, କେଉଁଥିରେ ଭାଗ ନେବା ଦରକାର ନାହିଁ। ଖେଳ ଦିନ ସ୍କୁଲକୁ ଯିବା ଦରକାର ନାହିଁ। ଆଚ୍ଛା, ନିଜର କିଛି ଗୋଟିଏ ପରିଚୟ ପାଇଁ ପାଠ କ'ଣ ଏକମାତ୍ର ଅବଲମ୍ବନ? ମୁଁ ଗୋଡ଼ କଛାଡ଼ି ଘର ଭିତରକୁ ଚାଲିଯାଏ। ମୋର ଖେଳରେ ଆଗ୍ରହ, କିନ୍ତୁ ମୋ ଆଗ୍ରହରେ କାହାର ଆଗ୍ରହ ନାହିଁ। ପେଟରେ ପର୍ଯ୍ୟାପ୍ତ ଖାଦ୍ୟ ନଥିବ, ଘରେ ନିଜ ଲୋକଙ୍କର ସମର୍ଥନ ନଥିବ, ପୁଣି ପଡ଼ୋଶୀମାନେ ଗାଳି କରୁଥିବେ, ଭାଗ୍ୟ ବି ସାଥିରେ ନଥିବ, କେମିତି ଆଗକୁ ବଢ଼ି ହେବ କହିଲେ? ମୁଁ ଖେଳରେ ଲୁଚିକି ଭାଗ ନିଏ। ଲମ୍ବ ଡିଆଁ, ଉଚ୍ଚ ଡିଆଁରେ କିଛି ହେବା କଥା ହେବି। ସାର୍ଟିଫିକେଟ୍ ମିଳେ। ତାକୁ ନେଇ ଯେତେବେଳେ ଘରକୁ ଖୁସିରେ ଆସେ ଆଉ ସାର୍ଟିଫିକେଟ୍ ଦେଖାଏ, ଭାଇ କହିବ, ଓ ଗଡ଼ ଏଣିକି ଆସିଛି ତ, କ'ଣ ହେବ ସେ ସାର୍ଟିଫିକେଟ୍ର କହିଲୁ? ଖୁସି ତ ଖୁସି, ମୋତେ ଲାଗେ ଯେମିତି ପୁଳାଏ ଦୁଃଖ ଯନ୍ତ୍ରଣା ଧରି ଘରକୁ ମୁଁ ନେଇ ଆସିଛି। ସବୁବେଳେ ସମସ୍ତେ ପଢ଼ ହେଉଛନ୍ତି, ମୁଁ କିନ୍ତୁ ପଢ଼ୁନି। ମୋର ପାଠ ହେଉନି। ସାର୍ ଯାହା ପଢ଼ାଉଛନ୍ତି ମୁଁ ବୁଝିପାରୁନି। ଯେମିତି ମୁଁ ବୁଝିପାରିବି ସେମିତି ସେମାନେ ପଢ଼େଇବାକୁ କେହି ନାହାନ୍ତି ମୋ ପାଖରେ। ମୁଁ କ'ଣ କରିବି? ସପ୍ତମରେ ଯେତେବେଳେ ମୁଁ ପ୍ରଥମେ ଉମର ସ୍କୁଲରେ ଆରମ୍ଭ ହେବା ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ସେକେଣ୍ଡ ହୋଇଥିଲି, ମୋତେ ମିଳିଥିଲା ଗୋଟିଏ କାଠ ସ୍କେଲ୍, ଗୋଟେ ପେନସିଲ୍ ଆଉ ଗୋଟିଏ ଖାତା। ଜୀବନରେ ଏମିତି ଖୁସି ବୋଧହୁଏ ଜନ୍ମ ହେବା ପରଠାରୁ ମୁଁ ଆଉ କେବେ ହୋଇନଥିଲି। ସେଥିରେ ବି ଘରେ କେହି ଖୁସି ହୋଇନଥିଲେ। ହାଇସ୍କୁଲରେ ଯେତେବେଳେ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଡ଼ୋଶୀଙ୍କର ଗୋଟିଏ ସାଙ୍ଗ ସହ କଥା ହେଉଥିଲି, ଘରେ ଭାଇ ଶୁଣି କହିଲା, ଆଉ ଯଦି ପାଠ 2 ଅକ୍ଷର ହେଉଥାନ୍ତା ତେବେ କେତେ ବାହାଦୁରୀ ମାରି ହେଉଥାନ୍ତି ଆଉ। କାହିଁକି କେଜାଣି ଇଚ୍ଛା କରିଲେ ନାହିଁ କୌଣସି ପ୍ରତିଯୋଗିତାରେ ଆଉ ଅଂଶଗ୍ରହଣ କରିବା ପାଇଁ। ସ୍ଥିର କରିଲି ଆଉ କାହାକୁ କିଛି କହିବିନି କି କାହାର କିଛି ଶୁଣିବିନି।
ସେତେବେଳେ ବୋଧହୁଏ 1989-90 ମସିହା ହେବ। ମାଛମାନଙ୍କୁ ଗୋଟିଏ ରୋଗ ସଂକ୍ରମଣ ହେଉଥିଲା, ଯାହାଦ୍ୱାରା ତାଙ୍କ ଶରୀର ଯାକ ଲାଲ ଲାଲ ହୋଇ ତାଙ୍କ ଲାଞ୍ଜ ସବୁ ଛିଣ୍ଡି ଯାଉଥିଲା। ସେ ଛିଣ୍ଡା ଶରୀର ନେଇ ମାଛ ଗୁଡ଼ିକ ନାଳ ପୋଖରୀ ଆଉ ସବୁଆଡ଼େ ସାଲୁ ସାଲୁ ହେଉଥିଲେ। ଏମିତି ଘୃଣା ମୋର ହୋଇଗଲା ଯେ ମାଛ ଖାଇବା ଛାଡ଼ିଦେଲି। ନାଳ ଏପଟେ ମୁଁ ବୁଲୁଥିଲି, ଗୋଟିଏ ଛେଳି ବେପାରୀ ଆମରି ବାଡ଼ିରେ ମୋ ଆଗରେ ଛେଳିକୁ କାଟି ଟିକ୍ ଟିକ୍ କରିଦେଲା। ସେ ଛେଳି ଏମିତି ଚାହିଁଥିଲା ମୋତେ, ମୁଁ କାନ୍ଦି ପକାଇଲି। ସେଦିନଠାରୁ ଆମିଷ ବି ଛାଡ଼ିଦେଲି। ମୋର କୌଣସି କାମରେ ଆମ ଘର ଲୋକ ଖୁସି ହୁଅନ୍ତେ ନାହିଁ। ଯେଉଁଦିନ ଆମିଷ ରନ୍ଧା ହୁଏ ମୋ ପାଇଁ ଆଳୁ ଝୋଳ ହୁଏ। ଅଲଗା କରିବା ପାଇଁ ତାଙ୍କୁ କଷ୍ଟ ହୁଏ, ସେମାନେ ସେଥିପାଇଁ ମୋତେ ଗାଳି କରନ୍ତି। କୁହନ୍ତି ବିରାଡ଼ି ଅଷ୍ଟମ ସାଜିଛି, ଆଉ ଗୋଟେ ଧନ୍ଦା ଲଗେଇ ଛାଇଁଛ ନ ଖାଇ। ଏମିତି ସବୁ କଥା କୁହନ୍ତି। ମୁଁ ରାଗିକି କେତେଥର ଉପାସ ବି ରହିଯାଇଛି। ଏତେ ଘୃଣା ହୋଇଯାଇଥିଲା ଯେ ମୁଁ ଉପାସ ପଛେ ରହିଯାଉଥିଲି, କିନ୍ତୁ ସେ ଆଇଁଷକୁ ଅନେଇବାକୁ ବି ମୋର ଇଚ୍ଛା ହେଉନଥିଲା। ଆମ ବେଳେ କିଛି ଗୋଟିଏ ନୂଆ କରିବାକୁ ହେଲେ ନିଜକୁ ସଂଗ୍ରାମ ପରି ଗଢ଼ି ଜାଣିବା ଦରକାର, ଆଉ ମୁଁ ସଂଗ୍ରାମୀ ଥିଲି। କେଜାଣି ମୋ ମୁଣ୍ଡରେ କେଉଁ ସ୍କ୍ରୁ ଢିଲା ଥିଲା। ବାରମ୍ବାର ଲଗାତାର ନ ଦେଖିଲେ ମୁଁ ଲୋକମାନଙ୍କୁ ବି ଭୁଲିଯାଏ। ଏବେ ଯାହା ଲେଖୁଛି ସେଗୁଡ଼ିକ ମୋ ସହିତ ବାରମ୍ବାର ହୋଇଛି ବୋଲି ମନେ ଅଛି। କିଛି କିଛି ମଣିଷ ମୋତେ ଏକା ପରି ଲାଗନ୍ତି। ସତରେ ମୁଁ ଅପଦାର୍ଥଟାଏ। ଜନ୍ମରୁ ଅନାବଶ୍ୟକ ଥିଲି। ଅନାବଶ୍ୟକ ମଣିଷ ଗୁଡ଼ା ବେଶୀ ଦିନ ବଞ୍ଚନ୍ତି, ସେମାନଙ୍କର ଆୟୁଷ ବହୁତ ବେଶୀ। ସମୟ ସବୁବେଳେ ନୂଆ ନୂଆ ଶିକ୍ଷା ଦେଇଥାଏ। ମୋ ଉପରେ ଦୁଷ୍ଟମାନଙ୍କୁ ସବୁବେଳେ ସବୁ ସମୟରେ ଶିକ୍ଷା ଦେଇଥାଏ। ସେ ଅଲଗା କଥା କି ମୁଁ କିଛି ସେଥିରୁ ଶିଖିପାରିନି, କାହିଁକି ନା ମୁଁ ସବୁବେଳେ ଭାବେ ମୁଁ ହିଁ ଠିକ୍, ମୁଁ ଯାହା କରୁଛି ଠିକ୍, ମୁଁ ଯାହା କହୁଛି ଠିକ୍, ମୁଁ ଆଗକୁ ଯାହା କରିବି ଠିକ୍, ଆଉ ଯାହା କରିଥିଲି ତ ସବୁ ଠିକ୍ କରିଥିଲି। ଆଉ ଏ ମୁଁଟା ମୋତେ ସତରେ ଏତେ ବଦମାସ କରିଦେଇଛି ନ କହିବା ଭଲ। ମୋର ସେମିତି କୌଣସି ଲକ୍ଷ୍ୟ ନଥିଲା। ସେତେବେଳେ ଥିଲା, କାହିଁ ମୁଁ ମନେ ପକାଇ ପାରୁନି। ସବୁବେଳେ ମୋ ମନରେ ଖାଲି ଖେଳ ରହିଥିଲା। କେମିତି ଟିକେ ପାଠରୁ ଆଉ କାମରୁ ଫୁର୍ସତ ମିଳିବ, ମୁଁ ଖେଳିବି, ସେ ବାଟ ଖୋଜେ। ମୋ ସହ ଖେଳିବେ ବୋଲି ସାହିର ସାଙ୍ଗମାନେ କେତେଥର ଆମ ଜାଳ ବାଡ଼ି ସଜାଡ଼ି ଦେଇଛନ୍ତି। ଜଲ୍ଦି କାମ ସରିଲେ ବୋହୂଚୋରି, କବାଡ଼ି, ବସା କବାଡ଼ି, ଆଞ୍ଚୁ, ମେରି, ବାସ୍କେଟବଲ୍, ଆହୁରି କେତେ ଖେଳ ଖେଳିବୁ। ସେତେବେଳେ ଆମ ଖଣ୍ଡିଆର ବି ଆମେ ଡାକ୍ତର ଥିଲୁ। କିଏ ପଡ଼ିକି ଖଣ୍ଡିଆ ହେଲେ ତା ଦେହରେ ତାକୁ କହି ଲଣ୍ଡାଏ ଛେପ ପକାଇ ଦେଇ ତାକୁ କିଛି ସମୟ ବସେଇ ଦେଉ। ଯଥା ସମ୍ଭବ ଆମ ଖଣ୍ଡିଆ ଆମ ଘର ଲୋକଙ୍କ ପାଖରୁ ଲୁଚାଇ ରଖୁଥିଲୁ, କାହିଁକି ନା ଦେଖିଦେଲେ ଘର ଲୋକ କିଛି ବୁଝିବା ପୂର୍ବରୁ ପିଠିରେ ଗଡ଼ିଆ ଖୋଲିଦେବେ। ଖଣ୍ଡିଆ କିଛି କଷ୍ଟ ଦିଏନି, ଏ ଘର ଲୋକଙ୍କର ଅବୁଝାପଣ ଆମ ବେଳେ ଆମକୁ ଭାରି କଷ୍ଟ ଦେଉଥିଲା। ମୁଁ 10ମରେ ପଢ଼ୁଥିଲି, ମୋତେ ଜଣେ 2ଟା କୁକୁଡ଼ା ଛୁଆ ଆଣିଦେଲା। କହିଲା ନେ। ମୁଁ ଆଣିଥିଲି ରଖିବାକୁ ଯେ ବୋଉ ପାଟି କଲା, କହିଲା ଆମର ନିଜର ରହିବାକୁ ଜାଗା ନାହିଁ, ତୁ କୁକୁଡ଼ା ଛୁଆ ଆଣିଛୁ କେଉଁଠି ରଖିବା? ଯା ଯେଉଁଠୁ ଆଣିଛୁ ତାକୁ ନେଇ ଦେଇ ଆସେ। ତାକୁ ମୁଁ ଟଙ୍କାଟା ଦେଇକି ଛୁଆ ଆଣିଛି। ମୋ ଆଗରେ ସେ ଟଙ୍କା ନେଇ ମିକ୍ସଚର ବିସ୍କୁଟ୍ ଖାଇଦେଲା। ମୁଁ ତାକୁ କୁକୁଡ଼ା ଛୁଆ ଦେଲେ ସେ କ'ଣ ମୋତେ ଆଉ ପଇସା ଫେରାଇବ? ସେଥିପାଇଁ କହୁଛୁ ତୁ ରଖ ନାହିଁ। ମୁଁ କହିଲି ମୋ ପାଖରେ ବି ପଇସା ନାହିଁ, ତା ଛଡ଼ା ମୁଁ କୁକୁଡ଼ା ଛୁଆ କ'ଣ କରିବି? ସେ କହିଲା ତମ ପିଣ୍ଡାରେ ୟାକୁ ରଖିବା ବଡ଼ ହେବା ପର୍ଯ୍ୟନ୍ତ, ମୁଁ ଖାଇବାକୁ ଦେବି, ଟିକେ ବଡ଼ ହୋଇଗଲେ ସେ ତ ଆପେ ଆପେ ଖାଇବେ। ଅଣ୍ଡା ଦେଲେ ମୋର ଗୋଟେ ତୋର ଗୋଟିଏ। ମୁଁ କହିଲି ମୁଁ ଆଇଁଷ ଖାଏ ନା। ସେ କହିଲା ନହେଲେ ନାହିଁ ଛୁଆ କରି ବିକିବା, ନହେଲେ ଅଣ୍ଡା ବିକିବା। କହିଲେ ହଉ। ଲୋଭ। ତାପରେ ଭାଡ଼ି କରିବାରେ ତାର ମୋର ଲାଗିଲୁ। ଅଧାରୁ ସେ ଖାଇବାକୁ ଗଲା, ମୁଁ ଭାଡ଼ି କରିଲି। ସାହିରେ ଜଣେ ପିଇସା ଆସିଲେ। ବୋଉ ତାଙ୍କୁ ଦେଖି କହିଲା ଦେଖ ବାପ, ଏ ଝିଅକୁ ପହରଦିନ ମାଟ୍ରିକ ପରୀକ୍ଷା ଦେବ, ଆଜି କୁକୁଡ଼ା ଭାଡ଼ି କରୁଛି। ସେମାନେ ମୋତେ କେତେ କ'ଣ କହିଲେ, ମୁଁ କୁକୁଡ଼ା ଭାଡ଼ି କରିବାରେ ଲାଗିଥିଲି।
ବୋଉକୁ କହିଲି, ତା ପାଖକୁ ଯାଇ, ତୁ ତ ଆଉ ଫାଷ୍ଟ ଡିଭିଜନ ମୋ ଠାରୁ ଆଶା କରୁନଥିବୁ ନା? ମୁଁ ପାସ୍ ବି ସେ କଥା ଭାବୁଥିବୁ, ତ ପଇସା ପାଣିରେ ପଡ଼ିବନି, ମୁଁ ପାସ୍ ହେଇଯିବି କହି ମୋ ଢଙ୍ଗରେ ମୁଁ ଚାଲିଗଲି। ପରୀକ୍ଷା ସେଣ୍ଟରରେ ଆମର ପରୀକ୍ଷା 11 ଦିନ ହେଲା। ପରୀକ୍ଷା ସେଣ୍ଟରରେ 11 ଦିନ ରହିଲୁ ଆମେ। ପାଠ ତ ନାହିଁ, ଖାଲି ବଦମାସି। ଖଟା ପାଇଁ ଥିବା ଆମ୍ବ ବସ୍ତା କେତେବେଳେ ଆଙ୍ଗୁଠି ପୁରେଇ ଫଟେଇକି ଖାଇବା ଆରମ୍ଭ କରିଦେଇ, ଯାବତୀୟ ଗୁଲି ଖଟି ଗପ, ଇଏ ଥିଲା ମୋ କାମ। ଯାହା ହେଉ 10ମ ପାସ୍ କରିଗଲି। ଯେତେବେଳେ କି ସାର୍ ଠାରୁ ଆରମ୍ଭ କରି ସାହି ସାରା ଲୋକ ବି ଭାବିଥିଲେ ମୁଁ ଫେଲ୍ ହେଇଯିବି। ସମସ୍ତେ ଜାଣନ୍ତି ମୁଁ କପି କରେନି କି ପାଠ ବି ପଢ଼ୁନି, ତେବେ ପାସ୍ ହେବା ମୋର ଅସମ୍ଭବ। କିନ୍ତୁ ମୁଁ ପରୀକ୍ଷା ଆଗ ଦିନ ଯେତିକି ପଢ଼େ ସେତିକି ପାଠ ପରୀକ୍ଷାରେ ପଡ଼ିଯାଏ, ମୁଁ କରିଦିଏ। କିଛି ପିଲା ଫେଲ୍ ବି ହେଇଗଲେ। ସେଦିନ ମୁଁ ଜାଣିଲି ମୁଁ ଶ୍ରେଷ୍ଠ ନୁହେଁ, ମୋ ଠାରୁ ବି ଆହୁରି ବଡ଼ ଗଧ ଅଛନ୍ତି। ଯେତେବେଳେ ମୁଁ ମାଟ୍ରିକ ପରୀକ୍ଷା ଦେଇ ଆସିଲି, ମୋତେ ଲାଗିଲା ମୁଁ ଗୋଟିଏ ଗଡ଼ ଜିଣିକି ଆସିଛି। କି ରାଜା ରାଜା ଫିଲିଙ୍ଗସ୍! ଓଃ! ନା ଥିଲା ଅତୀତର ଦୁଶ୍ଚିନ୍ତା, ନା ଭବିଷ୍ୟତର ଅତିଚିନ୍ତା, ନା ମୋର ବର୍ତ୍ତମାନ ସର୍ବସ୍ୱ ଜୀବନ। ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଏ, ରଙ୍ଗୋଲି, ମହାଭାରତ, ଜଙ୍ଗଲ ବୁକ୍, ଏମିତିକି ବିଜ୍ଞାପନ ଗୁଡ଼ିକର ଗୀତ ଆଉ ଧାରାବାହିକ ଗୁଡ଼ିକ ଆରମ୍ଭ ହେବାର ପ୍ରାରମ୍ଭ ଗୀତ ମୋ ମୁହଁରେ। କିଏ କ'ଣ ଭାବୁଥିବ କେଜାଣି, ମୋତେ ଲାଗୁଥିଲା ସେ ଟିଭି ବାଲା ଯେମିତି ମୋ ଠାରୁ ଗୀତ ଶୁଣି ସେ ବୋଲୁଛନ୍ତି, ମୁଁ ତାଙ୍କଠାରୁ ନୁହେଁ। ମୁଁ ଏମିତି ରଙ୍କ ଥିଲି ଟିଭି ଦେଖିବାକୁ ଯେ ବିଜ୍ଞାପନକୁ ବି ପିଇଯାଏ। ମହାଭାରତ ପରେ ଜଙ୍ଗଲ ବୁକ୍ ଦିଏ, ତାକୁ ବି ସମସ୍ତେ ଉପଭୋଗ କରୁଥିଲୁ। ଗୋଟିଏ ଛୋଟ କଳା ଧଳା ଟିଭି ଏତେ ଜଣଙ୍କର ଆଶା ଭରସା ଥିଲା କୁହନ୍ତୁନି। ଆଉ ରବିବାର ସନ୍ଧ୍ୟାରେ ଓଡ଼ିଆ ସିନେମା ଦିଏ, ତାକୁ ଦେଖିବାକୁ ଭିଡ଼ ବି ଦୁନିଆ। ସେଦିନ ପୁଣି ବୃନ୍ଦାବତୀଙ୍କୁ ବେଳାବେଳି ସନ୍ଧ୍ୟା ଦେଇ ଘର ଲୋକ ବିଦା କରିଦିଅନ୍ତି ସିନେମା ଦେଖିବେ ବୋଲି। ଶତ୍ରୁ ସାଜେ ଇଏ ହୃଦୟହୀନ ଲାଇନ୍ ବାଲାଙ୍କର କଥା। ଠିକ୍ ସିନେମା ପଡ଼ିଥିବ ତ ସେ ଲାଇନ୍ କାଟିଦେଇ ବସିଯିବେ। ସରିବାକୁ 15 ମିନିଟ୍ ଥିବ, ଲାଇନ୍ ଦେବେ। ପୁରା ସିନେମାଟା 4 ଥରରେ ପୁରା ଦେଖି ହୁଏ। ଶେଷରେ ଯାହାର ଟିଭି, ସେ ଗୋଟିଏ ବ୍ୟାଟେରୀ ଆଉ ଗୋଟିଏ ଚାର୍ଜର କିଣି ଆଣିଲେ। ଆମ ମନୋରଞ୍ଜନରେ ବ୍ୟାଘାତ ଆଉ ସୃଷ୍ଟି ହେଲା ନାହିଁ। ଅଲି ଫିଲିଲା କିଲେକା ରହସ୍ୟ ସବୁ ରାତିରେ ଦେଉଥିଲା। ରାତି ଅଧରେ ତାଙ୍କ ଘରୁ ମୁଁ ଆସେ ଟିଭି ଦେଖି। ରାତିରେ ନିଶ୍ଚିତରେ ଶୋଇଯାଏ। ସକାଳୁ ପରସ୍ତେ ପରସ୍ତେ ସମସ୍ତେ ଶୁଣାଇ ଦେଇ ଯାଆନ୍ତି, ତଥାପି କିଛି ଅସର ମୋ ଉପରେ ପଡ଼େନି। ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପଡ଼ା କାଠେ। ମାଡ଼ ଗାଳି ଯେତିକି ଖାଇଛି, ଜୀବନକୁ ସେତିକି ନିଜ ଇଚ୍ଛାରେ ବି ବଞ୍ଚିଛି। ଅସୁନ୍ଦର ସୁନ୍ଦର ଅନୁଭୂତି ମୋର ବହୁତ ଅଛି। ହଁ, ପରୀକ୍ଷା ପରେ ଘରକୁ ଫେରିବା ପରେ ଜାଣିଲି କୁକୁଡ଼ା ଛୁଆ ଦୁଇଟା ବିଲେଇ ଖାଇଦେଇଛି। ଶଇତାନ ଟୋକା ଜଗି ପାରିଲାନି। ସବୁ ପରିଶ୍ରମ ସହ ରୋଜଗାରର ପ୍ରଥମ ସ୍ୱପ୍ନ ବି ବିଲେଇ ଖାଇଦେଲା। ମୁଁ ବହୁତ ସାଙ୍ଗପ୍ରିୟ ଥିଲି, ତାକୁ ମାରିଲିନି କିଛି, ପାଟି ଖାଲି କଲି। ସାଙ୍ଗପ୍ରିୟ ଯେହେତୁ ଥିଲି, ଏଇଟା କହିଲେ ଭୁଲ ହେବନି କି ସାଙ୍ଗ ହିଁ ମୋର ଜୀବନ ଥିଲେ। ସାଙ୍ଗମାନଙ୍କ ଠାରୁ କିଛି ଆଶା କରେନି, କିନ୍ତୁ ତାଙ୍କ ସହ ଗପିବାକୁ ଭଲ ପାଏ। ତାକୁ ପାଇଁ ଘରେ ବି ଝଗଡ଼ା କରିଦିଏ। 10ମ ପରେ ଘରେ ଥିଲି, ଆମର ନଡ଼ିଆ ତୋଳା ହେଲା। ବହୁତ ନଡ଼ିଆ ଆମର ହୁଏ। ଏକାଥରକରେ 2000-3000 ନଡ଼ିଆ ବାହାରେ। ଆମକୁ ସବୁ ବୋହିବାକୁ ପଡ଼େ। ଯେତେବେଳେ ମୁଁ ନଡ଼ିଆ କାନ୍ଦି ଗୋଟିଏ କାନ୍ଧରେ ପକାଇ ଆଣୁଥିଲି, ସେତିକିବେଳେ ମୋ ଗୋଡ଼ ଜଙ୍ଘରେ ରକା ପଶିଲା ପରି ଲାଗିଲା। ଦୁନିଆ ଔଷଧ ଖାଇଲି, କ'ଣ ନାହିଁ କ'ଣ ମାଲିସ କରି ଝଡ଼ା ଫୁଙ୍କା ବି କରାଗଲା, କିଛିରେ କମିଲା ନାହିଁ ସେ ରକା। ମୁଁ ସବୁ କରିପାରୁଥିଲି, ବାସ୍ ଚାଲିପାରୁନଥିଲି, ଠିଆ ବି ହୋଇପାରୁଥିଲି। ବଡ଼ ଭାଇ କାଠାରୁ ଶୁଣିଲେ ସାହିରେ ଜଣଙ୍କର ବନ୍ଧୁ କ୍ଷୀରୋଦ ମହାନ୍ତି ବୋଲି ଡାକ୍ତର, ସେ ମାହାଙ୍ଗାରେ ଅଛନ୍ତି, ତାଙ୍କ ପାଖକୁ ନେଇଥିଲେ। ନେବା ପାଇଁ ବି ସେମିତି କିଛି ସାଧନ ନଥିଲା। ଜଣଙ୍କ ଠାରୁ ପୁଣି ଗଲେ ସ୍କୁଟର ଆଣିଲେ, ସେଥିରେ ମୋତେ ଟେକି ଟେକି ନେଇ ବସେଇଲେ, ତାପରେ ଗାଡ଼ି ଚଳାଇ ନେଲେ। କିଛି ବାଟ ଗଲା ପରେ
ଦେଖିଲେ ଯେ ବାଟରେ କିଛି ଲୋକ ପାଣି ପାଇପ୍ ବସାଇବା ପାଇଁ ରାସ୍ତା ହାଣି ଦେଇଛନ୍ତି। ସେଠି ଗାଡ଼ି ଠିଆ କରି ମୋତେ ଓହ୍ଲେଇ ଗାଡ଼ି ମୋତେ ଏପଟକୁ ଆଣି ଛାଡ଼ିଲେ। ପୁଣି ଗାଡ଼ି ସେଠାରେ କାମ କରୁଥିବା ଲୋକଙ୍କୁ କହି ଟେକି ଟେକି ଆର ବାଡ଼ିକି ଆଣିଲେ। କହିଲେ ଫେରିଲା ବେଳେ ଅଲଗା ବାଟରେ ଆସିବେ ଆଉ। ତାପରେ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନାରେ ସାମ୍ନାରେ ଗାଡ଼ି ଥୋଇ ଯେତେବେଳେ ମୋତେ ଭାଇ ଟେକିକି ଡାକ୍ତର ପାଖକୁ ନେଲେ, ଡାକ୍ତର ସାଙ୍ଗେ ସାଙ୍ଗେ କହିଲେ ଇଏ ଆନ୍ଥ୍ରାଇଟିସ୍ ପେସେଣ୍ଟ ବୋଧେ। ଯାହା ଯାହା କହିଲେ ମୋତେ ସେମିତି ଲାଗୁଥିଲା। ଭାଇ କହିଲା ନଡ଼ିଆ କାନ୍ଦି ଉଠେଇ ଆଣିବା ସମୟରେ ଗୋଡ଼ରେ କ'ଣ ପଶିଗଲା ବୋଲି କହିଲା ଯେ ସେବେଠାରୁ ଠିଆ ହୋଇପାରୁଛୁ କିନ୍ତୁ ଚାଲିପାରୁନି। ଥଣ୍ଡା ଗ୍ୟାସ୍ ମେଡ଼ିସିନ ସବୁ ଖାଇସାରିଲାଣି, କିଛି କାମ ଦେଉନି। ଡାକ୍ତର କିଛି ଡିସ୍ପିରିନ୍ ମେଡ଼ିସିନ ସହ ପେନସିଲିନ୍ ଇଞ୍ଜେକ୍ସନ୍ ଦେଇଥିଲେ। ଗୋଟିଏ ମାସ ମୁଁ ଘରେ ପଡ଼ିଲି। ମୋତେ ଘର ଲୋକ ବୁଝୁନାହାନ୍ତି ବୋଲି ମୁଁ ସବୁବେଳେ ଅଭିଯୋଗ କରୁଥିଲି। ସେଇମାନେ ହିଁ ମୋର ସବୁ କରିଲେ। ସାଙ୍ଗ ବୋଲି ସବୁବେଳେ ହୁଏ, ଗୋଟିଏ ମାସ ଭିତରେ କୌଣସି ଗୋଟିଏ ସାଙ୍ଗ ମୋ ପାଖକୁ ଆସିନଥିଲେ। ସବୁବେଳେ ତାଙ୍କ ପାଖକୁ ମୁଁ ଯାଏ। ଏତେ ଦିନ ଗଲିନି, କାହିଁକି ଯାଉନି ସେତିକି ବୁଝିବାକୁ ବି କେହି ଆସିଲେ ନାହିଁ। ସେଦିନ ଜାଣିଲି ଏ ସାଙ୍ଗ ଫାଙ୍ଗ ସବୁ ମିଛ। ପରିସ୍ଥିତି ଆଉ ଆବଶ୍ୟକତାକୁ ଆଖିରେ ରଖି ସବୁ ସମ୍ପର୍କ ଏଠି ଭଙ୍ଗା ଆଉ ଗଢ଼ା ହୁଏ। ମୁଁ ସବୁ ବୁଝିବାକୁ ଡେରି ହୋଇଗଲା। ମୁଁ ସେମିତି ନଥିଲି ତ, ସେଥିପାଇଁ କିଛି ବୁଝିପାରୁନଥିଲି। ସେଇ ଘର ଲୋକ ମାରନ୍ତୁ ପିଟନ୍ତୁ ଯାହା କରନ୍ତୁ, ସେଇମାନେ ହିଁ ତମର ସବୁ କରିବେ। ସାଙ୍ଗମାନଙ୍କ ପ୍ରତି ସେମିତି ଆଗ ପରି ଆଉ ଭାବନା ରହିଲା ନାହିଁ। ହଁ, ସେଥିରେ ଗୋଟିଏ ଭଲ କାମ ହେଲା କ'ଣ ଜାଣିଲେ? କ'ଣ କହିଲେ? ମୁଁ ଏକା ଏକା ବସି କ'ଣ କରି ଭାବି ଲେଖା ଲେଖି ଆରମ୍ଭ କରିଲି। ସାହି ସାଙ୍ଗ ପିଲାମାନେ ଆସନ୍ତି, କେତେବେଳେ ଲୁଡ଼ୁ ତାସ ବିଜନେସ୍ ଏମିତି ଖେଳ ଖେଳନ୍ତି, ଗପାଗପି ବି କରନ୍ତି। କେତେ ସମୟ ବସିବେ ସେମାନେ। ଗୋଡ଼ ମୋର ଅଚଳ ହୋଇଯାଇଥିଲା ସିନା, ତାଙ୍କର ନୁହେଁ। ତାଙ୍କୁ ଘର କାମ ବି ତ କରିବାକୁ ପଡ଼ୁଥିଲା, ତଥାପି ମୋ ପାଖକୁ ସେମାନେ ଆସନ୍ତି। ମାସେ ପରେ ଧୀରେ ଧୀରେ ଗୋଡ଼ ଭଲ ହେଲା, ମୁଁ ଚାଲିଲି। ସେଇ ସ୍କୁଲ ପାଖ କଲେଜରେ ପାଠ ପଢ଼ିଲି। ଦୂରରେ ପଢ଼ିବା ପାଇଁ ମୋର ଯଥେଷ୍ଟ ନମ୍ବର ନଥିଲା। ପୁଣି ଦୂରକୁ ଯିବା ଆସିବା କରିବା ପାଇଁ ବି ଆମର ସାଧନ ନଥିଲା। ସେସବୁ ତ ଦୂରର କଥା, ଠିକରେ ନୋଟ୍ କରିବା ପାଇଁ ଯେତିକି ଖାତା କଲମ ଦରକାର ସେତିକି ବି କରିବାର କ୍ଷମତା ଆମର ନଥିଲା। କି ପାଠ ପଢ଼ିବି ମୁଁ? 10ମ ପରେ କଲେଜ ଗଲି, ଆଉ କିନ୍ତୁ ସାଙ୍ଗ କରିବିନି ବୋଲି ସ୍ଥିର କରିଥିଲି। ଏକା ରହି ରହି ନିଜକୁ ଚିହ୍ନିଲା ପରେ ଅନ୍ୟମାନଙ୍କୁ ଚିହ୍ନିବା ବହୁତ ସହଜ ହୋଇଯାଇଥିଲା। କାହା ସାଙ୍ଗରେ ସେମିତି କିଛି ସମ୍ପର୍କ ନଥିଲା। ସମସ୍ତେ ମୋ ସାଙ୍ଗରେ ପଢ଼ୁଛନ୍ତି, ମୁଁ ସମସ୍ତଙ୍କୁ ଜାଣିଛି, କିନ୍ତୁ ମୋ ସାଙ୍ଗ କେହି ନୁହନ୍ତି। କିଛି ଦିନ ପରେ ପ୍ରଥମେ ତାକୁ ଦେଖିଲି, ଏତେ ଭଲ ଲାଗିଲା ତାକୁ ଅଣଦେଖା କରିପାରିଲି ନାହିଁ। ସେତେବେଳକୁ ମୁଁ ଲେଖିବା ଆରମ୍ଭ କରିସାରିଥିଲି। ସୁନ୍ଦର ଜିନିଷ ହାତଛଡ଼ା କେମିତି କରିଦେବି କହିଲେ? ତେଣୁ ତାକୁ ସାଙ୍ଗ କରିଥିଲି। ସ୍ୱାର୍ଥର ବଶବର୍ତ୍ତୀ ହୋଇ ତାକୁ ସାଙ୍ଗ କରିଥିଲି, କିନ୍ତୁ କେବେ କିଛି ତା ପାଖରୁ ଆଶା କରିନି। ଖାଲି ତାକୁ ଟିକେ ଦେଖିବି ଆଉ ମୁଁ ଲେଖା ଆରମ୍ଭ କରିବି। +2ରେ ସେଇ ଗୋଟିଏ ସାଙ୍ଗ କରିଲି। ଅନ୍ୟ ସାଙ୍ଗମାନଙ୍କୁ ଯେତିକି ଗୁରୁତ୍ୱ ଆଗରୁ ଦେଉଥିଲି, ସେତିକି ଗୁରୁତ୍ୱ ଆଉ ଦେଲିନି। ସେଇ ବଦମାସି, ସେଇ ଅପଡ଼ାପଣ, ସେଇ ଅଶାଳୀନ କଥାବାର୍ତ୍ତା ଆଉ ଏକ୍ସଟ୍ରା ରୋମାଣ୍ଟିକ୍ ଗପ ସହିତ ମୋ ଚାପ୍ଟର ଆଗକୁ ଚାଲିଥିଲା। ତଥାପି କିସ୍ମତ ଦେଖ, ଏଥିରେ ବି ମୁଁ ପାସ୍ ହୋଇଗଲି। ଘରେ ତାପରେ କହିଲି ମୁଁ ଆଉ ପଢ଼ିବିନି। ଏକ ତ ମୋର ପାଠ ହେଉନି, ପୁଣି ମୋର ଇଚ୍ଛା ବି ହେଉନି। କାହିଁକି ଅଯଥା ପଢ଼େଇବ ମୋତେ? କେଉଁଠି ଯଦି କିଛି ଧନ୍ଦାମୂଳକ ଟ୍ରେନିଂ ଦିଆଯାଉଛି ବୁଦ୍ଧିଯିବ, ସେଗୁଡ଼ା କରିବି। ମୁଁ ଏମିତି ଗୋଟିଏ ଯୁଗରେ ଜନ୍ମ ହୋଇଥିଲି ଯେ ସେ ଅମଳରେ କିଛି ବୋଲି କିଛି ସୁବିଧା ନଥିଲା। ତଥାପି କହିଲି ପଢ଼ିବିନି। ବୋଉ କହିଲା କ'ଣ କରିବୁ ଘରେ ରହି? ଯା ପାଠ ପଢ଼, କଲେଜ ଯା। ଘରେ ସମସ୍ତେ ବିଏ ଯାଇ ପଢ଼ିଛନ୍ତି, ତୁ ବି ସେଇ ଯାଇ ପଢ଼। କହିଲି ମୋର ପାଠ ହେଉନି, ଇଚ୍ଛା ବି ହେଉନି, ଅଭାବ ବି ପଛ ଛାଡ଼ୁନି, କ'ଣ କରିବି ଏ ବିଏ ପାସ୍ କରି କହିଲୁ?
କାରଣ ମୁଁ ଯେ ବିଏ ପଢ଼ିଲେ ଅଧିକ କିଛି ଜ୍ଞାନ ଆହରଣ କରିବି ସେ ଧାରଣା ମୋର ହେଉନି। ସେତିକି ଶୁଣି ବାପା ଆସି କହିଲେ ଫର୍ମ ପକାଇଦେବୁ ନିଶ୍ଚିନ୍ତ କୋଇଲି କଲେଜରେ। ବାପାଙ୍କ କଥା ଶେଷ କଥା। ବୋଉକୁ ସିନା 12 ବାଙ୍କ ଦେଖେଇ ହୁଏ, ବାପାଙ୍କୁ ତ ସିଧା ଚାହିଁ ବି ହୁଏ ନା। ନିଶ୍ଚିନ୍ତ କୋଇଲିରେ ପଢ଼ିଲି, ସେ ବି ଇତିହାସ ଅନର୍ସ ନେଇ। ଭାଇ ଇକୋନୋମିକ୍ସ ଅନର୍ସ ନେଇ ପଢ଼ୁଥିଲା। ମୋତେ କହିଲା ତୁ ଇତିହାସ ଅନର୍ସ ନେଇଯା। ପଛଘୁଞ୍ଚା ନାହିଁ, ଲିଲିଆ ଜାତକ। ଆରମ୍ଭ କରିଲି ମୋ କଲେଜ ଯାତ୍ରା ସେକେଣ୍ଡ ହ୍ୟାଣ୍ଡ ସାଇକେଲରେ। ମୁଁ କିନ୍ତୁ ପ୍ରଥମରୁ ଶୁଣେଇ ଦେଇ କହିଛି ମୁଁ କର୍ମ କରିବି, ଫଳ ଉପରେ ମୋର ଅଧିକାର ନାହିଁ। ବୋଉ କହିଲା ତୁ ଆଉ ଛୋଟ ହୋଇକି ନାହୁଁ ଯେ ତୋତେ କ'ଣ କହିବି, ସମସ୍ତଙ୍କୁ ପଢ଼େଇଛୁ, ତୋତେ ବି ପଢ଼େଇବୁ, ତେଣିକି ତୁ ଯାହା କରିବୁ। ସେକେଣ୍ଡ ହ୍ୟାଣ୍ଡ ସାଇକେଲରେ ମୋ କଲେଜ ଯାତ୍ରା ଆରମ୍ଭ କଲି। ଏକ ତ ବଦମାସି, ଉପରେ ସାଇକେଲ ମିଳିଗଲା। ବଦମାସି ମାନେ ଅଲଗା କିଛି ଭାବୁଛନ୍ତି କି? ନାଇଁ ନାଇଁ, ସେମିତି ଭାବିବେନି। ଧର କିଏ କେଉଁଠି ଛେଳି ବାନ୍ଧିଛି, ସେ ମେ ହୋଇଛି, ଏପଟ ସେପଟ ଅନେଇବି, ଛେଳି ଖଣ୍ଡରେ ଉପାଡ଼ିଦେବି। ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡ଼ରେ ଗାଈ ବାଛୁରୀ ଅଲଗା ଅଲଗା ବନ୍ଧା ହେଇଥିବେ, ମୁଁ ଯିବି ବାଛୁରୀରେ ପକା ଖୋଲିଦେବି। ଧରା ପଡ଼ିନି, ନହେଲେ ମୋତେ ମୋ ସାଇକେଲକୁ ଏକାଠି କରିଦେଇଥାନ୍ତେ ସେମାନେ। ଆମ ବେଳେ ସବୁ ଅଭାବରେ ମଣିଷତ୍ୱ ଭାବର ଯେଉଁ ଭାବନାଟା ବହୁତ ବେଶୀ ଥିଲା। +3 ପଢ଼ିବାକୁ ଗଲାବେଳେ ଭାବିଥିଲି ଆଉ ସାଙ୍ଗ କରିବିନି, ସେଇ ପୁରୁଣା ସାଙ୍ଗରେ ଚଳେଇ ନେବି। ଅବଶ୍ୟ ସେ +2 ସାଙ୍ଗ କିଛି କମ୍ ନଥିଲା। ସେଠି ସେଇ ଏକା ଏତେ ମଧୁର ହସରେ ଥିଲା ତାର ଯେ ମୁଁ ନ ଦେଖି ରହିପାରିଲିନି। ଆଜି ଯାଇ ବି ତାପରି ହସ ଅନ୍ୟ କେଉଁଠି ଦେଖିନି। ଚରିତ୍ରରେ ତାକୁ ବି ସାଙ୍ଗ କରିଲି। ଆଜି ଯାଏ ସେ ସାଙ୍ଗ ହୋଇଅଛି। ସବୁଦିନ ସକାଳୁ କଲେଜ ଯିବା ସମୟରେ ଦେଖେ କିଏ ଲୋକମାନେ ରାସ୍ତା କଡ଼କୁ ସୁଲଭ ଶୌଚାଳୟ କରି ରଖିଛନ୍ତି। ତାଙ୍କ କାମରେ ସେମାନେ ଲାଗିଯାଆନ୍ତି। ଏତେ ଅଭଦ୍ର ସେମାନେ, ଆମକୁ ଦେଖି ଉଠି ଆମ ଆଡ଼କୁ ପଛ କରି ବସିଯିବେ ଯେମିତି କିଛି ହୋଇନି, କିମ୍ବା ସେମାନେ ଆମକୁ ବିଲକୁଲ ଦେଖି ନାହାନ୍ତି। ଆମେ ଆସିବାର ଜାଣି ବି ନାହାନ୍ତି। ସଂକୀର୍ଣ୍ଣ ରାସ୍ତା ଟିକେ ଏପଟ ସେପଟ ହେଲେ ମଣିଷ ଗୋବରରେ ଗୋଡ଼ ବୁଡ଼ିଯିବ। ସାମ୍ନାରୁ ଗୋଟିଏ ଟ୍ରଲି ଆସିଲେ ବି ଆମକୁ ଓହ୍ଲେଇ ରାସ୍ତା କଡ଼ରେ ଜାକିବାକୁ ପଡ଼ିଥିଲା। ନାଲି ଗୋଡ଼ରେ ସେ ଢିମା ଢିମା ଗେଟି କେମିତି ଯିବା ଆସିବା କରୁ ଆମେ ହିଁ ଜାଣୁ। ସକାଳ 7ଟା15ରୁ ଘରୁ ବାହାରି 4:30ରେ ଘରେ ପହଞ୍ଚିଲା ବେଳକୁ ପେଟରେ ପିଠି ଲାଗି ଯାଇଥାଏ। ଏତେ କଷ୍ଟରେ ବି ଯିବା ଆସିବା ଗୋଲିଖଟିର ସେ ମଜା ନିଆରା ଥିଲା। ଏଥର ବି ମୁଁ ଏକାଥରେ ପାସ୍ କରିଗଲି, କିନ୍ତୁ ଅନର୍ସ କଟିଯାଇଥିଲା। ପାଠ ହୁଏ ନା କି ମୁଁ ଫେଲ୍ ବି ହୁଏ ନା। ଶେଷକୁ ମୁଁ ଗ୍ରାଜୁଏଟ୍ ହୋଇଗଲି। ଏଥର ଘରେ ଖୁସି ଥିଲେ କି ମୁଁ BE ପାସ୍ କରିଗଲି। ମୁଁ କିନ୍ତୁ ସବୁ କ୍ଷେତ୍ରରେ ସଚ୍ଚୋଟ ଥିଲି। କେବେ କୌଣସି କାର୍ଯ୍ୟକୁ ହାସଲ କରିବାକୁ କିଛି ଅନୈତିକ କାର୍ଯ୍ୟ ଏପର୍ଯ୍ୟନ୍ତ କରିନି। BE ପାସ୍ କରିବା ପରେ ଭାବିଲି ଟାଇପ୍ କିମ୍ବା ଷ୍ଟେନୋ ଶିଖିବି, କିନ୍ତୁ ଯିବା ଆସିବା ପାଇଁ କିଛି ସୁବିଧା ନଥିଲା। ସାଲେପୁର ଯାଏ ସବୁଦିନ ସାଇକେଲରେ ଯିବା ସମ୍ଭବ ନଥିଲା। ଗାଁରୁ ଯେଉଁ ବସ୍ ସବୁଦିନ ଯାଉଥିଲା ତାର ଯିବା ସମୟ ସକାଳ 7:15, ଫେରିବା ସମୟ ରାତି 7:15। ସକାଳୁ ଗଲାବେଳକୁ ଖୋଲି ନଥିବ ସେ ଦୋକାନ, ତା ଛଡ଼ା ଏତେ ସମୟ ସେଠି ବସି ରହି କ'ଣ ବି କରିବି। ରାତିରେ ଫେରିଲା ବେଳକୁ ବହୁତ ଡେରି ହେଇଯାଇଥିବ, ତେଣୁ କିଛି କରିଲିନି। ଘରେ ଫାଲତୁରେ ବୁଲିବା ଛଡ଼ା ଆଉ ଏ ଆଡ଼ୁ ସାଡ଼ୁ ଗପ, ରୋମାଣ୍ଟିକ ଗପ, କବିତା ଲେଖିବା ଛଡ଼ା କିଛି ବି ଆଉ କାମ ନଥିଲା। ସେ ଯେତିକି ଲେଖିଥିଲି ସେ 1999 ମସିହା ବାତ୍ୟାରେ ସବୁ ନଷ୍ଟ ହୋଇଗଲା। କେତେ ବସିବି ଭାବି, ସେତେବେଳେ ନିମ୍ସ ନୂଆ ନୂଆ ଖୋଲିଥିଲା। ସେମାନେ ପାଥୋଲୋଜି ଟ୍ରେନିଂ ଦେଉଥିଲେ। ପୁରା କୋର୍ସକୁ 600 ଟଙ୍କା ଖର୍ଚ୍ଚ ହେବ। ସବୁ ପୁଣି ସେଇଥିରେ ରହିବା ଖାଇବା ସବୁ ସେଇଥିରେ। ସେତେବେଳେ ଟଙ୍କା ଏତେ ମହରଗ ଥିଲା ଯେ 600 ଟଙ୍କା ବି ଯୋଗାଡ଼ କରି ହେଲା ନାହିଁ। ଏବେ ମୋ ଛୁଆ ସନ୍ଧ୍ୟାବେଳେ ଫ୍ରାଏଡ଼ ମୋମୋ ଖାଇବାକୁ 600 ଟଙ୍କା ନେଇଯାଉଛନ୍ତି। ସେବେଳେ କ'ଣ ଥିଲା କ'ଣ ନାହିଁ ଏବେ ତର୍ଜମା କରିବା ହେବନି। ବାସ୍ ଏତିକି ଜାଣିଛୁ କି ଭାଗ୍ୟରେ ମୋର ସେଗୁଡ଼ା ନଥିଲା। 25 ପଇସାର ଆଇସ୍କ୍ରିମ୍ ଖାଇବାର ଭାଗ୍ୟ ବି 8-15 ଦିନରେ ଥରେ ଜୁଟୁଥିଲା। ଆମ ବେଳେ ଝିଅ ପିଲାଟିଏ ରୋଜଗାର କରିବା ଅସମ୍ଭବ ଲାଗୁଥିଲା। ଏ ଏରିଆର ପ୍ରଥମ ଝିଅ ଯିଏ ଟେକ୍ନିକାଲ ଦୋକାନ ଖୋଲିଛି। ମୋ ପରେ ପରେ ଗୋଟେ ଦୋକାନ ଖୋଲିଲାଣି।
କିନ୍ତୁ ଆଗରୁ ଖୋଲି ନଥିଲା। ମୋର କୌଣସି କାମକୁ ଡର ନଥିଲା। ମୋତେ ଯାହା ପସନ୍ଦ ଆସିଲା ମୁଁ ବିନ୍ଦାସ କରିଦିଏ। ଆମ ବେଳର କଥା ଶୁଣିଲେ ମୋ ଝିଅ ହସେ। ସେତେବେଳର କିଛି ଥାଉ କି ନଥାଉ ସମ୍ପର୍କର ମୂଲ୍ୟ କିନ୍ତୁ ଅମୂଲ୍ୟ ଥିଲା। ଯାହା ହେଉ ମୁଁ ଘରେ ରହି ଘର କାମ କରେ। ଘର କାମ କହିଲେ ଗଛରେ ପାଣି ଦିଏ, ଜାଳ ହାଣେ, ଭାଡ଼ି ତିଆରି କରେ, ନଡ଼ିଆ ଛଡ଼ାଏ, କିନ୍ତୁ ରୋଷେଇ କରେ ନା। ଚାଷ କରିବା ପାଇଁ ଛୋଟ ଛୋଟ ଜାଗା ହାଣି ସେଥିରେ ଶାଗ ବୁଣେ, କିନ୍ତୁ ରୋଷେଇ ବିଲକୁଲ କରିପାରେ ନା। ଘରୁ କେବେ କୁଆଡ଼େ ଯାଇ ରହିନି, ବନ୍ଧୁ ଘରେ ବି ରହିନି। ଗୋଟେ ସାଙ୍ଗ ଘରେ ରହିଛି, କିନ୍ତୁ ଅନ୍ୟ ଘରେ ରହିନି। ବାଡ଼ି ଭଲ ତ ମୁଁ ଭଲ। ବାଡ଼ିରେ ଥିବା ଗଛ ମୂଳେ ବସିବାକୁ ଭାରି ଭଲ ଲାଗେ। ଖରାଦିନେ ବି ମୁଁ ସେଇଠି ଶୋଇପଡ଼େ। ମୋ ଜୀବନଶୈଳୀ ଟିକେ ଅଲଗା ଥିଲା। ରାତି 9ଟା 10ଟା ସୁଦ୍ଧା ଶୋଇ 4ଟା ବେଳେ ଉଠି ନିତ୍ୟକର୍ମ ସାରିଦିଏ। ମୁଁ ଉପାସ ରହିପାରେ, କିନ୍ତୁ ଅନିଦ୍ରା ରହିପାରେନି। ଯାତ୍ରା, ରାମଲୀଳା, ପାଲା ଆମ ବେଳେ ସବୁ ହେଉଥିଲା, ମୁଁ କିଛି ବି ଦେଖିବାକୁ ଯାଏନା। ଉପରେ ସେ ଯାତ୍ରାବାଲାଙ୍କର ଯେଉଁ ଭୂତିଆ ସଙ୍ଗଳା, ବାପରେ ବାପ, ମୋ ଶୋଇବା ବାହାରେ ଥିଲା। ମୁଁ ଦିନକୁ 3 ଥର ଖାଏ, ସକାଳେ, ଖରାବେଳେ, ରାତିରେ। ମୋର ଅନ୍ୟ କୌଣସି ଅଭ୍ୟାସ ବି ନାହିଁ। ଏତେ ସବୁ ପରେ ବି ମୁଁ ରୋଷେଇ ଶିଖିନଥିଲି। 1998 ମସିହାରେ ବଡ଼ ଭଉଣୀର ବିବାହ ଠିକ୍ ହୋଇଗଲା। ସେ କନ୍ୟା ଖାଇବାକୁ ପଳେଇଗଲା। ଖୁଡ଼ିର କୌଣସି କାମ ପଡ଼ିବାରୁ ସେ ତା ମାମୁଁ ଘରକୁ ପଳେଇଗଲା। ରାନ୍ଧିବା ପାଳି ମୋର। 2 କେଜି ଚାଉଳର ଭାତ ରାନ୍ଧି ଗାଳିବା କୌଣସି ଯୁଦ୍ଧ ଠାରୁ କମ୍ ନଥିଲା। ମୁଁ ରାନ୍ଧିଲି ଭାତ, ଡାଲି, ଛୁଇଁ ଆଳୁ ଭଜା, ପୋଟଳ ତରକାରୀ। ବିଶ୍ୱାସ କରନ୍ତୁ, ମୋ ପ୍ରଥମ ରୋଷେଇରେ ବି ମୁଁ ଫେଲ୍ ହୋଇନଥିଲି। ସେଦିନ ମୁଁ ବୁଝିଲି ଯେ ମୁଁ ସବୁ କାମ କରିପାରିବି। ଘର କାମ ବି ପାରିବି, ବାହାର କାମ ବି ପାରିବି। ଯେତେବେଳେ କି ମୋ ଭଉଣୀମାନେ କେବଳ ଘର କାମ କରିପାରିବେ, ଆଉ ଭାଇମାନେ ବାହାର କାମ କରିପାରିବେ। ଏହି ରହିବା ଭିତରେ ମୋର ସାଙ୍ଗ ହୋଇଥିଲା ପଡ଼ୋଶୀ ଘରକୁ ଆସିଥିବା ଗୋଟିଏ ଝିଅ। ସେତେବେଳକୁ ମୁଁ ମୋତେ ପୁରା ଏକୁଟିଆ କରି ରଖିଥିଲି। ଲାଗୁଥିଲା ସବୁ ବନ୍ଧନ କାଟି ଘର ଛାଡ଼ି କେଉଁଆଡ଼େ ଚାଲିଯିବି। ସେ ଆସି ମୋ ସାଥିରେ ଜବରଦସ୍ତ ସାଙ୍ଗ ହେଲା। ହନୁମାନ ମନ୍ଦିର ଯିବା ଓ ତାଙ୍କୁ ଭଜିବା ମୋର ନିଶା ହୋଇଯାଇଥିଲା। ଏବେ ମୋତେ ଲାଗୁଛି ସେ ଆସିବା ବି ମାୟା ଥିଲା ପ୍ରଭୁଙ୍କର, ମୋତେ ପୁଣି ସଂସାରମୁଖୀ କରିବା ପାଇଁ। ନହେଲେ ମୁଁ ଏତ ସଂସାର ଛାଡ଼ି ଦେଇଥାନ୍ତି। ବିବାହ କରିବା ପାଇଁ ଟିକେ ବି ଇଚ୍ଛା ନଥିଲା। ବୋଉ ରାତି ଦିନ କାନ୍ଦିବ ମୋ ପାଖରେ। ସେ ସାଙ୍ଗ ବି ରାତି ଦିନ କହିବ ବାହା ହୋଇଯା, ବାହା ହୋଇଯା। ମୁଁ ମୋ ନିଷ୍ପତ୍ତିରେ ସ୍ଥିର ହୋଇ ରହିପାରିଲି ନାହିଁ। ତାକୁ ବି ମୁଁ ଏତେ ଭଲ ପାଉଥିଲି ଯେ ସେ କିଛି କହିଲେ ମୁଁ ମନା କରିପାରୁନଥିଲି। ତାସ ବସିବାକୁ, ଗପିବାକୁ ଭାରି ଭଲ ଲାଗୁଥିଲା। ତାକୁ ସବୁଦିନ ପାଖରେ ରଖିଦେବି ସେମିତି ଇଚ୍ଛା ହେଉଥିଲା, କିନ୍ତୁ ମୁଁ ସ୍ୱାର୍ଥପର ନଥିଲି। ମୁଁ ବିବାହ କରିନେଲି। ବୋଉ କିମ୍ବା ମୋ ସାଙ୍ଗ କେହି ବୁଝୁନଥିଲେ କି ମୋ ପରି ସମାଜ ଅନୁପଯୁକ୍ତ ମଣିଷ ବିବାହ ପାଇଁ ବି ଅନୁପଯୁକ୍ତ ହୋଇଥାନ୍ତି। ହନୁମାନଙ୍କୁ ଏତେ ମାନେ ମୁଁ, ସେ ଏମିତି କାହିଁକି କରିଲେ କେଜାଣି। ପରିବାର କରିବା କୌଣସି ଖେଳ କଥା ନୁହେଁ। ବିବାହ କରିଗଲି ଯେଉଁଠିକି ସେମାନେ ଆମଠାରୁ ସବୁଥିରେ ଗରିବ ଥିଲେ। ଧନରେ, ମନରେ, ମାନ ସମ୍ମାନରେ, ସମ୍ପର୍କରେ, ସଂସ୍କାରରେ, ବିଚାରଶୀଳତାରେ, ବିବେକ ଖଟେଇବାରେ, ଯାହା ଯାହା କହିଲି ଆଉ ଯାହା ଯାହା ଛାଡ଼ିଗଲି ସେ ସବୁଥିରେ ସେମାନେ ଗରିବ ଥିଲେ। ବାପା କୁହନ୍ତି ତାଲା ସେଠି ଦରକାର ହୁଏ ଯେଉଁଠି ସଂସ୍କାର ନଥାଏ। ଆମ ଘରେ କେଉଁଥିରେ ବି ତାଲା ନଥିଲା। ଆଉ ଯେଉଁଠି ବିବାହ କରିଲି ଏମିତି ଜାଗାରେ ଯେ ତାଙ୍କ ଘରେ ତାଲା ଛଡ଼ା ଆଉ କିଛି ନଥିଲା। ଆମ ଘରେ ତ ଏବେ ବି ତାଲା ନାହିଁ। ଆଉ ତାଙ୍କ ଘରେ ମୁଁ ଦେଖିଲି ଯେ ତାଙ୍କ ଲ୍ୟାଣ୍ଡଲାଇନ୍ ଯେଉଁ ଟେଲିଫୋନ୍ ନା, ସେଥିରେ ବି ତାଲା। ଆମ ଘରେ ରାତି ପାହିଲେ କାଉ କୁକୁର ଧାଡ଼ି ଲଗେଇ ଠିଆ ହୁଅନ୍ତି। ତାଙ୍କ ଘରକୁ ଭିକାରୀ ବି ଭିକ ମାଗିବାକୁ ଯାଆନ୍ତି ନାହିଁ। ଘର କଥା ଛାଡ଼ନ୍ତୁ, ଯାହାକୁ ବିବାହ କରିଲି
ତାଙ୍କୁ ଦେଖି କେହି କହିବେ ନାହିଁ ଯେ ସେ ଏତେ ଗୁଣ ତାଙ୍କ ଭିତରେ ଖୁନ୍ଦି ରଖିଛନ୍ତି। ମୁଁ ଯାଚିଲେ କାହା ପାଖରୁ କିଛି ନିଏନି, ଆଉ ତାଙ୍କୁ ମାଗିବାକୁ ବି ସଙ୍କୋଚ ହୁଏନି। ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ଥିଲେ ବିବାହ ବେଳକୁ, ତାଙ୍କୁ ବି ଛାଡ଼ିଦେଲେ। କହିଲେ କ'ଣ ନା ମୁଁ ଗୋଟେ ନୂଆ ବେପାର କରିବି। ଭାଇଙ୍କୁ କହି ଲୋନ୍ କରେଇଦେଲି। ସେ ବେପାର ବି କୁଆଡ଼େ ଗଲା ଜଣା ନାହିଁ। ବଡ଼ ଭାଇ ଚାକିରି ବୁଝିଦେଲେ, ବହୁତ ବାବୁ କରିପାରିଲେ ନାହିଁ। ମୁଁ ବହୁତ ରାଗି, କିନ୍ତୁ ଅବିବେକୀ ନୁହେଁ। ଏତେ ସବୁ ଭାଇମାନଙ୍କୁ ଇଚ୍ଛା ବିରୁଦ୍ଧରେ କହି କରେଇଦେଲା ପରେ ବି ସେ ସୁଧୁରିଲେନି। କ'ଣ କରିବି? ଶେଷରେ କହିଲି, ମୁଁ ଜାଣିନି ତମେ କ'ଣ କରିବ, କିନ୍ତୁ ମୋର ଚଳିବା ନିମନ୍ତେ ଯେତିକି ଆବଶ୍ୟକ ସେତିକି ମୋତେ ମାସକୁ ଦେଇଦେବା ଦରକାର। କାରଣ ମୁଁ କାହାକୁ ମାଗିପାରିବିନି। ଯେବେ ସେମିତି ବେଳ ପଡ଼ିବ ମୋତେ ମାଗିବାକୁ ପଡ଼ିବ, ମୁଁ ତୁମକୁ ଛାଡ଼ିଦେବି। ମୁଁ ଅନ୍ୟ ଝିଅମାନଙ୍କ ପରି ନୁହେଁ। ମୋର କୌଣସି ଅନାବଶ୍ୟକ ଖର୍ଚ୍ଚ ନାହିଁ। ବାସ୍ ଖାଇବା ପିନ୍ଧିବା ହୋଇଗଲେ ବଡ଼ କଥା। ବଡ଼ ଦମରେ ସେ କହିଲେ, ବ୍ୟସ୍ତ ହନା, ମୁଁ ସବୁ ଠିକ୍ କରିଦେବି। ତାପରେ ମୁଁ ଆଗକୁ ଆଉ କିଛି କହିନଥିଲି। ସବୁ ଖର୍ଚ୍ଚ ସେ ଭାଇଙ୍କ ପାଖରୁ ନେଇ କରନ୍ତି। ମୁଁ ଜାଣିବି ନଥିଲି। ଜାଣିଥିଲେ ହୁଏତ ବହୁତ ଆଗରୁ ତାଙ୍କୁ ଛାଡ଼ି ଦେଇଥାନ୍ତି। ଯେଉଁଦିନ କଥା ଜାଣିଲି ମୋତେ କେମିତି ଲାଗିଲା ମୁଁ କହିବି ପାରିବି ନାହିଁ। କେମିତି ସହିଥିଲି ପ୍ରଭୁ ହିଁ ଜାଣନ୍ତି। କୌଣସି ସ୍ୱାଭିମାନୀ ଝିଅ ମରିଯିବାକୁ ଶ୍ରେଷ୍ଠ ବିଚାର କରିବ ନିଶ୍ଚୟ, ଏମିତି ହାତ ପାତିବା ଅପେକ୍ଷା। କାହାଠାରୁ କ'ଣ ଆଶା କରୁଛି ମୁଁ ଯେ ମୋ ଚିହ୍ନା ଜଣା ସମସ୍ତଙ୍କ ପାଖରୁ ସେ ଟଙ୍କା ମାଗି ଆଣିଛନ୍ତି। କାରଣ ସମସ୍ତେ ମୋତେ ଜାଣନ୍ତି, ଆଉ ମୁଁ କ'ଣ ମୋତେ ଭଲ ଭାବରେ ଚିହ୍ନିଥିଲେ। ଏତେ ଚାକିରି ଯୋଗାଡ଼ କରିଲା ପରେ ସେ କେଉଁଠି ରହିଲେ ନାହିଁ। ମାଗି ଖାଇବା ଯାହାର ଅଭ୍ୟାସ, ସେ ଖଟି କେମିତି ଖାଇପାରିବ? କିନ୍ତୁ ଆମେ ପ୍ରଥମରୁ ଖଟି ଖାଇଛୁ। ଆମେ ଲୋକଙ୍କୁ ଦେଇଛୁ, ମାଗିପାରିବୁ କେମିତି କହିଲେ? ଉପରେ କେଉଁଠି କିଛି ରଖିଲେ ତାକୁ ବି ସେ ଲୁଚେଇ ନେଇଯିବେ। ଏମିତି ଦିନ ନାହିଁ ଯେଉଁଦିନ ମୁଁ କାନ୍ଦିନି। ସେ କାନ୍ଦ ମୋତେ ଏତେ ଶକ୍ତିଶାଳୀ କରିଦେଇଥିଲା ଯେ ମୁଁ ସିଦ୍ଧାନ୍ତ ନେବାରେ କେବେ କୌଣସି ଟିକେ ବି ପଛଘୁଞ୍ଚା ଦେଇନଥିଲି। ଏମିତି ଘଟଣା ଗୁଡ଼ା ଭାବି ଭାବି ମୁଁ ଡିପ୍ରେସନକୁ ବି ଚାଲି ଯାଇଥିଲି। ଭାଇ ଭଲ କରିଲା। ନିହାତି ହୀନ ଘଟଣା ଗୁଡ଼ାକ ମୁଁ ଲେଖିବାକୁ ବି ଖରାପ ଲାଗୁଛି। ଝିଅ ହେଲା ପରେ କୌଣସି ପରିବର୍ତ୍ତନ ତାଙ୍କ ପାଖରେ ମୁଁ ଦେଖିପାରିଲି ନାହିଁ। ସବୁ ସମ୍ପର୍କ କାଟିବାକୁ ମୁଁ ସେଦିନ ନିଷ୍ପତ୍ତି ନେଲି, ଯେଉଁଦିନ ଝିଅର ଜନ୍ମଦିନର ଡ୍ରେସ୍ କିଣିବାକୁ ବି ସେ ଭାଇ ପାଖକୁ ଆସି ପଇସା ନେଇଥିଲେ। ଆଉ ତାଙ୍କ ଭାଇର ଶାଳୀ ଆଉ ନିଜ ଭଉଣୀକୁ ବୁଲେଇବା ପାଇଁ ମୋ ଝିଅର କୁମ୍ପି ଭାଙ୍ଗି ଟଙ୍କା ନେଇଯାଇଥିଲେ। ମୁଁ ଲିଲିଆ ଥିଲି। ସଉକ ପାଇଁ ବିବାହ କରିନଥିଲି। କର୍ତ୍ତବ୍ୟରୁ କେବେ ବି ପଛକୁ ଫେରିନି। କର୍ତ୍ତବ୍ୟ ପାଇଁ ସବୁ କରିଚାଲେ। କାହାକୁ କଥା ଦେଇଥିଲି ବୋଲି ଏସବୁ ହେଲା ପରେ ବି ମୁଁ ସମ୍ପର୍କକୁ ବୋହି ଚାଲିଥିଲି। ଝିଅ ହେବା ପରେ ଝିଅ ଛଡ଼ା ଅନ୍ୟ କିଛି ମୋତେ ଦିଶୁନଥିଲା। ଗୋଟିଏ ମିନିଟ୍ ବି ଲାଗିଲାନି ସବୁ ଛିଣ୍ଡେଇ ଦେବାକୁ। କ'ଣ ଥିଲା କି ସେ ସମ୍ପର୍କରେ ସମୟ ଲାଗିଥାନ୍ତା କହିଲେ? ଝିଅ ପାଇଁ କିଛି କରିବାକୁ ମୁଁ ପ୍ରସ୍ତୁତ ଥିଲି। ଘରକୁ ଆସିବିନି ଭାବିଥିଲି, ଭାଇ କିନ୍ତୁ ଘରକୁ ନେଇ ଆସିଲା। କେଉଁଠି କେତେ ବୁଝାବୁଝି କରିଲି, ସବୁଠି ଭାଇ ମନା କଲା। କହିଲା, ଛୋଟ ଝିଅକୁ ନେଇ କ'ଣଟା କରିବୁ? ଏଇଠି ର, ଦେଖିବା ସେ ବଡ଼ ହେଉ। ଝିଅ ବି ଏତେ କାନ୍ଦୁରି ଥିଲା, ନ କହିବା ଭଲ। ଦଣ୍ଡେ ପାଖରୁ ଛାଡ଼ିବନି। କ'ଣ କରିବି? ବଡ଼ ଚିନ୍ତାରେ ରହୁଥିଲି। ସଂସାର ମୋ ପାଇଁ ନୁହେଁ। କ'ଣ କରିବିରେ 2 ବର୍ଷ ପଳେଇଲା। କିଛି ନ କରି ଖାଲିରେ ବସିବାକୁ ଭଲ ଲାଗୁନଥିଲା। ମୋ ଉପର ଭାଇଙ୍କ ଶ୍ୱଶୁର ଆସିଥିଲେ। ତାଙ୍କ ସହିତ କଥା ହେଉ ସେ କହିଲେ, ହୋମିଓପାଥିକ ଆରମ୍ଭ କର। ତାଙ୍କୁ ମୋର କୋଟି କୋଟି ପ୍ରଣାମ। ତାଙ୍କରି ପାଇଁ ହିଁ ମୋ ଜୀବନର ଦିଗ ବଦଳିଗଲା। ସେ କିଛି ବହି ଦେଲେ ପଢ଼ିବାକୁ, ମେଡ଼ିସିନ କେମିତି ଦିଆଯିବ ଶିଖେଇଦେଲେ। ଆଉ କିଛି ମେଡ଼ିସିନ ବି ଦେଲେ ମୋତେ। ମୁଁ ପ୍ରଥମ ଦୋକାନ ଆରମ୍ଭ କଲି 2011 ମସିହାରେ। ଅନ୍ଧାରରୁ ମୋ ହାତ ଧରି ସେ ଆଲୋକ କ୍ଷେତ୍ରରେ ମୋତେ ପ୍ରବେଶ କରାଇ ଦେଇଥିଲେ। ଅଶେଷ ପ୍ରଣାମ ମଉସାଙ୍କୁ। ତାପରେ ମୁଁ ଆଉ ପଛକୁ ଫେରି ଯାଇନି।
ହୋମିଓପାଥି ପରେ କିଛି ଖାତା ଆଣି ରଖିଲି, କାରଣ ହୋମିଓପାଥି ଏଲୋପାଥି ଅମଳରେ ଏତେ ଚାଲୁନଥିଲା। ଏଲୋପାଥି ଉପରେ ଲୋକଙ୍କର ଭାରି ବିଶ୍ୱାସ ଥିଲା, ହୋମିଓପାଥିଙ୍କ ଉପରେ ଏତେ ନଥିଲା। ହୋମିଓପାଥି ଥରେ ଖାଇଲେ ଯଦି ନ କମିଲା ତାକୁ ଆଉ ନେବେନି। ଏଲୋପାଥି ବାରମ୍ବାର ଖାଇବାରେ ସେମାନଙ୍କର କିଛି ସମସ୍ୟା ନଥିଲା। ତା ଛଡ଼ା ଏତେ କମ୍ ପଇସା ହୋମିଓପାଥି ଥିଲା ଯେ ଝିଅକୁ ଚଳାଇବା ସେଥିରେ ଅସମ୍ଭବ ଥିଲା। 2013 ମସିହାରେ ସାନ ଭାଇ ଗୋଟେ ପୁରୁଣା ଜେରକ୍ସ ମେସିନ୍ କିଣିଦେଲା। ଜେରକ୍ସ ମେସିନ୍ ବାରମ୍ବାର ଖରାପ ହେଲା। ତାପରେ ଘରେ ଲାପଟପ୍ ବି ଥିଲା, ସେ ମୋତେ ତା ଦେହରେ ଲାପଟପ୍ ଶିଖେଇଦେଲା ଚଲେଇବା, ଫଟୋ କରିବା ଶିଖେଇଦେଲା। ଗୋଟେ ପ୍ରିଣ୍ଟର ବି କିଣିଦେଲା। ତାପରେ ବଡ଼ ଭାଇକି ଅଳ୍ପ କିଛି ପଇସା ଦେଲି, ସେ ମୋତେ ଗୋଟେ କମ୍ପ୍ୟୁଟର କିଣିଦେଲା। ତ ମୁଁ ପୁଣି ଲୋନ୍ କରି କିଛି ଖାତା ବହି ଆଣିକି ରଖିଲି। ଏମିତିକରି ମୋର ଗୋଟେ ନୂଆ ଦୋକାନ କରିଦେଲି। ଜାଣିଛି ମୋର ସବୁ ଦାୟିତ୍ୱ ମୋ ଭାଇମାନେ ନେଇପାରିବେ, କିନ୍ତୁ ମୋ ଚେଷ୍ଟା ମୁଁ ଛାଡ଼ିଦେବା କ'ଣ ଠିକ୍ ହେବ? ମୋ ସ୍କୁଲ ସାଙ୍ଗ ସେଦିନ ମୋତେ ପଚାରିବା ଉଦ୍ଦେଶ୍ୟରେ କହିଲା, ତୁ ବାପ ଘରେ ଅଛୁ ମୁଁ ଜାଣିଛି, କିନ୍ତୁ କାହିଁକି ଅଛି ପଚାରିବାକୁ ଇଚ୍ଛା କଲେ ବି କରିପାରୁନି, କାଳେ ତତେ ଖରାପ ଲାଗିବ, ତୁ କାଳେ କ'ଣ ଭାବିବୁ। ଅଳ୍ପ ହସିଥିଲି, କହିଲି ମୁଁ ବାପ ଘରେ ରହିବାରେ କୌଣସି ଅନୁତାପ କରେନି। ମୁଁ ଅନୁତାପ କରେ ସେ ମୁହୂର୍ତ୍ତକୁ ଯେଉଁ ମୁହୂର୍ତ୍ତରେ ମୁଁ ବିବାହ କରିବାକୁ ହଁ କରିଲି। ମୁଁ ବିଶ୍ୱାମିତ୍ର ଜୀବନରେ ମେନକା ସାଧିଥିବା ସେ ବନ୍ଧୁ ଜଣକ ସତରେ ମୋତେ ଫସେଇ ଦେଲା। ତଥାପି ମୁଁ ତାକୁ ଭଲ ପାଏ। ବିବାହ ନ କରିଥିଲେ ମୁଁ ସ୍ୱାଧୀନ ଥାଆନ୍ତି। ଏବେ ଝିଅକୁ କୂଳରେ ଲଗାଇବା ପାଇଁ ପହଁରା ନ ଶିଖିଥିଲେ ବି ନ ଜାଣିଥିଲେ ବି ପାଣିରେ ପଶି ତାକୁ ଠେଲିବାକୁ ପଡ଼ୁଛି ମୋତେ। ପ୍ରଭୁଙ୍କ ପାଇଁ ସମୟ ନାହିଁ। ଝିଅ +2 ସାଇନ୍ସ ପଢ଼ିଲାଣି। ଯାହା ଚାହିଁଲେ ମୁଁ କରିପାରୁଛି, ଯେଉଁଠିକି ଚାହିଁଲେ ମୁଁ ଯାଇପାରୁଛି। ତମମାନଙ୍କ ଠାରୁ ମୁଁ ବେଶ ସ୍ୱାଧୀନ, କିନ୍ତୁ ସଂସାର ଭିତରେ ଫସି ଯାଇଛି। କିଏ କ'ଣ କହିବ ସେମିତି ଫାଲତୁ କଥାରେ ବି ମୁଁ ମୁଣ୍ଡ ଖେଳାଏ ନାହିଁ। ମୋ 6ରୁ 46 ବର୍ଷର ଯାତ୍ରା ବେଶ କୌତୂହଳପୂର୍ଣ୍ଣ ଥିଲା। ଆହୁରି ଅନେକ ଘଟଣା ଅକୁହା ଅଛି। କିଏ ସଠିକ୍ ସମୟରେ ମନେ ପଡ଼ିଲାନି, କେଉଁ ଘଟଣା କହିବାକୁ ଇଚ୍ଛା ହେଲାନି। କିଛି ଅକୁହା ରହିଲେ ଭଲ ବୋଲି ବି ମୋତେ ଲାଗିଲା। ଧୈର୍ଯ୍ୟ ଦେଇ ମୋ ସ୍ମୃତି ଶୁଣିଥିବାରୁ ବହୁତ ବହୁତ ଧନ୍ୟବାଦ। ଆଉ ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବା ଯେ ମୁଁ କ'ଣ ଆଉ ଠିକ୍ କରିଛି ନା ଭୁଲ କରିଛି।